ଗତ ରବିବାରର ସମ୍ବାଦ କ'ଣ ଥିଲା? It was about Pentecost. ଆଉ ଏହା ପେଣ୍ଟିକସ୍ ଦିବସ। Why Pentecost? What Pentecost? ଆଉ ପେଣ୍ଟିକସ୍ ଦିବସ କ'ଣ ଅଟେ, କ'ଣ ପାଇଁ ଥିଲା? God spoke to each and every one of you last Sunday. ଆଉ ଗତ ରବିବାର ପ୍ରଭୁ ସମସ୍ତଙ୍କ କଥା କହିଅଛନ୍ତି। What happened on the day of Pentecost? ଆଉ ପେଣ୍ଟିକସ୍ ଦିବସରେ କ'ଣ ଘଟିଥିଲା? Spirit descended upon all the believers, all the disciples. ଆଉ ସମସ୍ତ ବିଶ୍ୱାସୀ ସମସ୍ତ ଶିଷ୍ୟଙ୍କ ଠାରେ ପବିତ୍ର ଆତ୍ମା ଅବତରଣ କରିଥିଲେ। Spirit came like a roaring, a noise, big sound, a wind, like a wind. ଆଉ ପ୍ରଚଣ୍ଡ ବାୟୁ ଦ୍ୱାରା ସେ ପ୍ରଚଣ୍ଡ ଶବ୍ଦ ଦ୍ୱାରା ସେ ତାଙ୍କର ବିଶ୍ୱାସୀ ମାନଙ୍କ ନିକଟକୁ ସେ ଆସିଥିଲେ। Everyone, they were filled with the Spirit of God. ଏବଂ ସମସ୍ତେ ସେ ପ୍ରଭୁଙ୍କର ଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ ହୋଇଥିଲେ। They started speaking in other languages. ଆଉ ଭିନ୍ନ ଭାଷାବାଦୀ ସେ ଭାଷାରେ ସେମାନେ କଥା କହିବାକୁ They ଲାଗିଲେ। started prophesying. ଆଉ ସେମାନେ ଭାବବାଣୀ କହିବାକୁ ଲାଗିଲେ। They started healing the people. ଲୋକମାନଙ୍କୁ ସୁସ୍ଥ କରିବାକୁ ଲାଗିଲେ। Signs and wonders were performed. ଆଉ ତାଙ୍କ ସମ୍ମୁଖରେ ଚିହ୍ନ ଏବଂ ଆଶ୍ଚର୍ଯ୍ୟ କର୍ମ ଘଟିଲା। That is what the work of the Holy Spirit. ଏହା ହିଁ ପବିତ୍ର ଆତ୍ମାଙ୍କର କାର୍ଯ୍ୟ। I believe most of you are filled with the Spirit of God. ଆଉ ମୁଁ ଆଶା କରୁଛି ଆପଣ ସମସ୍ତେ ସେ ପବିତ୍ର ଆତ୍ମାରେ ପ୍ରଭୁଙ୍କ ଆତ୍ମାରେ ପରିପୂର୍ଣ୍ଣ ହୋଇଥିବେ। If you are filled with the Spirit of God, ଯଦି ଆପଣମାନେ ଈଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ ହୋଇଛନ୍ତି, Bible clearly says, do not quench the Spirit of God. ଏବଂ ପ୍ରଭୁଙ୍କର ବାକ୍ୟ କୁହେ ଯେ ଆପଣମାନେ ଆତ୍ମାଙ୍କୁ ଆଉ ନିର୍ବାଣ କର ନାହିଁ। ନିର୍ବାଣ କର ନାହିଁ। आत्मा का निर्माण करो नहीं, आत्मा को लिभेई दियो नहीं। Let the Spirit burn in you. ଆଉ ଆତ୍ମା ଆପଣଙ୍କ ଠାରେ ଜଳି ଉଠୁ। Today I am going to speak about the fruit of the Spirit. ଆଉ ବର୍ତ୍ତମାନ ଆଜି ଆମେ ସେ ଆତ୍ମାଙ୍କର ଫଳ ବିଷୟ ଦେଖିବା। How many of you learned what is the fruit of the Spirit? ଆଉ କେତେ ଜଣ ଜାଣିଛନ୍ତି ଯେ ଆତ୍ମାଙ୍କର ଫଳ ଗୁଡ଼ିକ କ'ଣ ଅଟେ ବୋଲି? Where it is written, anyone reference? ତା- Galatians chapter 5, verses 22 and 23. ଗାଲାତୀୟ ତାର 5 ପର୍ବ ତାର 22 ଏବଂ 23 ପଦ। Anyone remember, memorize? କେହି ଏହାକୁ ସ୍ମରଣ କରିଛନ୍ତି କି ଘୋଷିଛନ୍ତି? Just raise your hand, no need to ask. Okay, thank you. God bless you. Hallelujah. This is the fruit of the Spirit we are going to talk about this morning. ଆଉ ଆଜି ପ୍ରଭାତରେ ଆମେ ପବିତ୍ର ଆତ୍ମାଙ୍କର ଫଳ ବିଷୟରେ ଦେଖିବା। Listen carefully, everyone. ସମସ୍ତେ ଧ୍ୟାନର ସହିତ Very ଶୁଣନ୍ତୁ। serious thing I am going to speak, everyone. ଆଉ ଆପଣଙ୍କୁ ମୁଁ କହୁଛି, बहुत गुरुत्वपूर्ण विषय कहया पे जाउची. When you are filled with the Spirit, ଯେତେବେଳେ ଆପଣ ଆତ୍ମାରେ ପରିପୂର୍ଣ୍ଣ ହେଉଛନ୍ତି, you are getting a lot of gifts of the Spirit. ତା ସହିତ ଆପଣମାନେ ଈଶ୍ୱରଙ୍କର ଆତ୍ମାଙ୍କର ଫଳ ମଧ୍ୟ ପାଉଛନ୍ତି। Gifts of the Spirit. ଆତ୍ମାଙ୍କର ଦାନ ସବୁ ଆତ୍ମାଙ୍କର ଆପଣ ଦାନ ସବୁ ପାଉଛନ୍ତି. ପାଉଛନ୍ତି। Also at the same time, you are going to bear the fruit of the Spirit. ଆଉ ତା ସମାନ ସହିତ ଆପଣମାନେ ପବିତ୍ର ଆତ୍ମାଙ୍କର ଆତ୍ମାଙ୍କର ଫଳ ସବୁ ମଧ୍ୟ ଫଳିବାରେ ଯାଉଛି. ପଡ଼ିପାରିବେ। How many things you have? You have gifts of the Spirit, you have fruit of the Spirit. ଆପଣଙ୍କ ଠାରେ ପବିତ୍ର ଆତ୍ମାଙ୍କର ଦାନ ଅଛି, ତା ସହିତ ଫଳ ମଧ୍ୟ ଅଛି। Everyone say gifts of the Spirit and fruit of the Spirit. ଆତ୍ମାଙ୍କର ଦାନ, ଆତ୍ମାଙ୍କର ଫଳ। I say you have to learn English. You have to repeat in English. ଆପଣଙ୍କୁ ଇଂଲିଶରେ କହିବାକୁ ପଡ଼ିବ, ତାପରେ ଓଡ଼ିଆରେ କହିବେ। ଆଉ ଆଜି ମୁଁ ଗ୍ରୀକ୍ ବି ଶିଖେଇବି। କେତେଟା ଫଳ? ଗୋଟିଏ ଫଳ। ଗୋଟିଏ ଫଳ। ଗୋଟିଏ ଫଳର 9ଟା ଅଂଶ ଅଛି। ଏ 9ଟା ଅଂଶକୁ 9ଟା ଯାକ ଗ୍ରୀକ୍ ଆପଣମାନେ ଆଜି ଶିଖିବେ। ଇଂଲିଶ ବି ଶିଖିବେ ଆଉ ଓଡ଼ିଆ ବି ଶିଖିବେ। ହାଲେଲୁୟା। God is good. God is good. ବହୁତ ଖୁସି ମହିଳାମାନେ ଯେତେବେଳେ ଆମେ ଆଉ ଗୋଟେ ଭାଷା ଶିଖିବୁ ବୋଲି ଆପ୍ଲିକେସନ ଦଉଛନ୍ତି, ବହୁତ ଖୁସି। ଆଜି ଗ୍ରୀକ୍ ବି ଶିଖି ଯାଆନ୍ତୁ। ପ୍ରେଜ୍ ଦ ଲର୍ଡ। ଆମେନ୍। ଗ୍ରୀକରେ ପହିଲା ଅକ୍ଷର କ'ଣ ଜାଣିଛନ୍ତି କି? ସମସ୍ତେ ଜାଣିଛୁ। ଗ୍ରୀକର ଇଂଲିଶର ପହିଲା ଅକ୍ଷର ए, ओडिया रो पहला अक्षर ओ, ग्रीक रो पहला अक्षर अल्फा। समझ जानी छ अल्फा, अल्फा, बीटा, गामा जानी छ तो? ओके, आज ग्रीक सीख दिबे। हालेलुया। गॉड इज गुड। ही इज गुड गॉड। ही इज गॉड ऑफ ग्रीक, ही इज गॉड ऑफ ओडियंस, ही इज गॉड ऑफ एवरीवन। ସେ ଗ୍ରୀକ୍ ମାନଙ୍କର ପ୍ରଭୁ, ଓଡ଼ିଆଙ୍କ ପ୍ରଭୁ, ସମସ୍ତଙ୍କ ପ୍ରଭୁ। Okay, I was talking about the gift of the Spirit and fruit of the Spirit. ଆତ୍ମାଙ୍କର ଦାନ ଏବଂ ଆତ୍ମାଙ୍କ ଫଳ ବିଷୟ ଦେଖିବା। Listen to every gift of the Spirit we are receiving to operate to bless other people. ଆଉ ଆତ୍ମାଙ୍କ ଦାନ ଏଇଥିପାଇଁ ପାଇଥାଉ ଯେ ଆମେ ଅନ୍ୟମାନଙ୍କ ଯେମିତି ସେବା କରିପାରିବା, ସାହାଯ୍ୟ କରିପାରିବା। Fruit of the Spirit we are receiving so that we will regenerate and we will grow in the image of the God, image of the Son of God. କିନ୍ତୁ ଏ ଆତ୍ମାଙ୍କ ଫଳ ଏଇଥିପାଇଁ ଆମକୁ ମିଳିଥାଏ ଯେ ଆମେ ପ୍ରଭୁଙ୍କର ପ୍ରତିମୂର୍ତ୍ତିରେ ଯେପରି ଆମେ ବୃଦ୍ଧି ପାଇବା। Listen carefully once again. The gift of the Spirit is different. Fruit of the Spirit is
totally different. ଆତ୍ମାଙ୍କର ଦାନ ଭିନ୍ନ ଅଟେ ଏବଂ ଆତ୍ମାଙ୍କର ଫଳ ମଧ୍ୟ ଭିନ୍ନ ଅଟେ। What are the fruit of the Spirit? ଆତ୍ମାଙ୍କର ଫଳ ଗୁଡ଼ିକ କ'ଣ ଅଟେ? Love, ପ୍ରେମ, joy, ଆନନ୍ଦ, peace, ଶାନ୍ତି, long suffering, ଦୀର୍ଘ ସହିଷ୍ଣୁତା, goodness, ଉତ୍ତମତା, then okay, gentleness, then patience. ଧୈର୍ଯ୍ୟ, Patience, that is goodness. Okay, paropakarita. Okay, praise the Lord. These all are, listen carefully, reflecting the character of God. ଆଉ ଏହି ସମସ୍ତ ବିଷୟ ପ୍ରଭୁଙ୍କର ଚରିତ୍ରକୁ ବର୍ଣ୍ଣନା କରୁଥାଏ। If you are born again, ଯଦି ଆପଣ ପୁନର୍ଜନ୍ମ ପ୍ରାପ୍ତ, if you are not growing in the image of God, ଯଦି ଆପଣ ପ୍ରଭୁଙ୍କ ପ୍ରତିମୂର୍ତ୍ତିରେ or ବଢୁନାହାନ୍ତି, if you are not growing in the character of God, you are born again, have a question. କିମ୍ବା ଈଶ୍ୱରଙ୍କ ଚରିତ୍ରରେ ଯଦି ଆପଣ ବୁଦ୍ଧି ପାଉନାହାନ୍ତି, ତେବେ ଆପଣଙ୍କର ପୁନର୍ଜନ୍ମ ହେବାର ଗୋଟେ ପ୍ରଶ୍ନ You may ବାଚି। not have gift of the Spirit, but you should have the fruit of the Spirit. ଆପଣଙ୍କ ଠାରେ ହେଇପାରେ ଈଶ୍ୱର ଆତ୍ମାର ଦାନ ନଥିବ, କିନ୍ତୁ ଆପଣଙ୍କ ଠାରେ ନିଶ୍ଚିତ ରୂପେ ଆତ୍ମାଙ୍କର ଫଳ ରହିବା ବାଧ୍ୟ ସୁନିଶ୍ଚିତ. So you should learn all these 9 things of one fruit. That is the fruit of the Spirit. ସେଇଥିପାଇଁ ଆଜି ଆମେ ସେଇ ଆତ୍ମାଙ୍କ ଫଳର ସେଇ 9ଟି ବିଷୟକୁ ଆମେ ଦେଖିବା। The fruit of the Spirit is not merely the virtues, the good things. Listen. ଆଉ ଆତ୍ମାଙ୍କ ଫଳ କେବଳ ସେଇ ଉତ୍ତମ ବିଷୟ ନୁହେଁ, ଉତ୍ତମ ଗୁଣ ସମୂହ ଖାଲି ନୁହଁ, but the fruit of the Spirit is the restoration of the image of God in the humanity. ଆଉ ମାନବ ମଧ୍ୟରେ ସେ ଈଶ୍ୱରଙ୍କର ଉତ୍ତମତାର ତାର ପ୍ରତିମୂର୍ତ୍ତି ତା ବିଷୟକୁ ଜଣାଇଥାଏ। Each of these 9, they reveal the aspects of God's character. ଆଉ ପ୍ରତ୍ୟେକ ଫଳ ଆପଣଙ୍କ ଠାରେ ସେ ଈଶ୍ୱରଙ୍କର ଚରିତ୍ରକୁ ବର୍ଣ୍ଣନା କରିଥାଏ। So if we are not growing in the fruit of the Spirit, we are not Christian at all. ତେବେ ଯଦି ଆମେ ଆତ୍ମାଙ୍କ ଫଳରେ ବୃଦ୍ଧି ପାଉନାହୁଁ, ତେବେ ଆମେମାନେ ଖ୍ରୀଷ୍ଟିଆନ ହେବାର ମଧ୍ୟ କହିବାର ଯୋଗ୍ୟ ନୁହେଁ। If you can speak tongues or you may not speak in tongues. ହେଇପାରେ ଆପଣମାନେ ବଡ଼ ଭାଷାରେ କଥା କୁହନ୍ତୁ ନ ବା ନ କୁହନ୍ତୁ, କୁହନ୍ତୁ. You may heal other people or you may not heal. ଆଉ ଅନ୍ୟମାନଙ୍କୁ ସୁସ୍ଥ କରନ୍ତୁ କିମ୍ବା ନ କରନ୍ତୁ, Or you may perform wonders and signs and wonders or you may not. ଆଶ୍ଚର୍ଯ୍ୟକର ଚିହ୍ନ କର୍ମ କରନ୍ତୁ କିମ୍ବା ନ କରନ୍ତୁ, But you should grow in the love of God. କିନ୍ତୁ ଆପଣଙ୍କୁ ଈଶ୍ୱରଙ୍କ ପ୍ରେମରେ ବଢିବାକୁ ହବ। You should grow in the joy of the Lord. ଈଶ୍ୱରଙ୍କର ଆନନ୍ଦରେ ବୃଦ୍ଧି ପାଇବାକୁ You should ପଡ଼ିବ। grow in the peace of God. ଈଶ୍ୱରଙ୍କ ଶାନ୍ତିରେ ବୃଦ୍ଧି ପାଇବାକୁ ପଡ଼ିବ। You should grow in the patience of God. ଆଉ ଦୀର୍ଘ ସହିଷ୍ଣୁତାରେ ବଢିବାକୁ ପଡ଼ିବ। You should grow in the goodness of God. ପରୋପକାରିତାରେ ବଢିବାକୁ ପଡ଼ିବ। You should grow in all these 9 aspects. ଆଉ ସବୁ ପ୍ରକାରର ଦୟାରେ ବଢିବାକୁ ପଡ଼ିବ। So my dear child, you should learn very carefully today. ସେଇଥିପାଇଁ ପ୍ରିୟ ବନ୍ଧୁମାନେ ଆପଣମାନେ ଆଜି ଧ୍ୟାନର ସହିତ ଶୁଣନ୍ତୁ। So someone read out, stand up and read out in English and Odia, Galatians chapter 5 verses 22 and 23. ଗାଲାତୀୟ 5 ଅଧ୍ୟାୟ 22 ଏବଂ 23 ପଦ କେହି ଜଣେ ଇଂରାଜୀରେ ଏବଂ ଓଡ଼ିଆରେ ପଢ଼ିଦେବେ। 2 persons will stand up and one in English first, then in Odia second. You read out loudly and clearly. ଠିଆ ହେଇକି ପଢ଼ିଦେବେ। Soon. କିନ୍ତୁ ଆତ୍ମାଙ୍କ ଫଳ କିନ୍ତୁ ଆତ୍ମାଙ୍କର ଫଳ ପ୍ରେମ, ମନରେ ରଖନ୍ତୁ ସମସ୍ତେ, ପ୍ରେମ, ଆନନ୍ଦ, ଆନନ୍ଦ, ଶାନ୍ତି, ଶାନ୍ତି, ଦୀର୍ଘ ଦୀର୍ଘ ସହିଷ୍ଣୁତା, ଉପକାରିତା, ପରୋପକାରିତା, ଭଦ୍ରତା, ଭଦ୍ରତା, ବିଶ୍ୱସ୍ତତା, ବିଶ୍ୱସ୍ତତା, ମୃଦୁତା ମୃଦୁତା ଓ ଓ ଆତ୍ମସଂଯମ। ଆତ୍ମସଂଯମତା। ଏହି ସମସ୍ତ ବିରୁଦ୍ଧରେ ଏହି ସମସ୍ତ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ। କୌଣସି ବ୍ୟବସ୍ଥା ନାହିଁ। Thank you. God bless you. Hallelujah. English. For the fruit of the Spirit is love, joy, peace, forbearance, kindness, goodness, faithfulness, gentleness, and self-control. Self-control. Hallelujah. We are going to learn these 9 things. এই 9টি বিষয় ଆମେ ଶିଖିବା। First one is love. ପ୍ରଥମ ବିଷୟ ପ୍ରେମ। Everyone, those who are writing in 3 languages. Love, L-O-V-E, love. ପ୍ରେମ। In Odia, premo. अब हिंदी में आपको पता है क्या है? Then in Greek में in Greek, agape. ଗ୍ରୀକରେ ତାକୁ ଆଗାପେ କୁହାଯାଏ। A-G-A-P-E, agape. ଆଗାପେ। আপনারা জানেন agape church বলতে হচ্ছে। আমি দেখ agape, this God's love. Remember, love has 4 words in Greek. ଆଉ ଗ୍ରୀକ ଭାଷାରେ ପ୍ରେମର 4ଟି ଶବ୍ଦ ଅଛି। 4ଟି শব্দ ଅଛି, but this is agape, this is godly love. କିନ୍ତୁ ଆଗାପେର ଅର୍ଥ ହେଉଛି ଐଶ୍ୱରିକ ପ୍ରେମ। Love is coming very fast.
ଆଉ ପ୍ରେମ ତାହା ପ୍ରଥମରେ ଆସିଥାଏ। What is coming very last? ଶେଷରେ କଣ ଆସିଥାଏ? You see your Bible and answer me. ବାଇବେଲ ଦେଖନ୍ତୁ, Now love is very first. ପ୍ରେମ ସବୁଠାରେ ପ୍ରଥମେ, ଆତ୍ମସଂଯମ ଶେଷରେ Self-control, Atma Sanjavata is coming very last. These two are very, very important. In fact, all the nines are very important. But these two are controlling all the other nines, the other seven. ଆଉ ସମସ୍ତେ 9ଟି ଫଳ ଗୁରୁତ୍ୱପୂର୍ଣ୍ଣ ଅଟେ, କିନ୍ତୁ ଏହି ପ୍ରଥମ ଫଳ ଏବଂ ଶେଷ ଫଳ ତାହା ସମସ୍ତ ଫଳ ଗୁଡ଼ିକୁ ତାହା ସଂଯୋଗ କରିଥାଏ। We need to know what is love. ଆମକୁ ଜାଣିବାକୁ ପଡ଼ିବ ଏହି ପ୍ରେମର ଅର୍ଥ କଣ ଅଟେ। Love is a verb, a subject, or an object, or what is that? ଆଉ ପ୍ରେମ ଗୋଟେ ବିଷୟ ଅଟେ କି ନା କାର୍ଯ୍ୟ ଅଟେ କି ନା ଅନ୍ୟ କଣ ଅଟେ? It is a verb. ଏହା ଗୋଟେ କାର୍ଯ୍ୟ ଅଟେ। Feelings. No, I'm asking about grammar. Okay, love is a verb, ଆଉ ପ୍ରେମ ଗୋଟେ କାର୍ଯ୍ୟ ଅଟେ, but in Bible, love is a noun. କିନ୍ତୁ In Bible, verb is noun. ଆଉ କିନ୍ତୁ ବାଇବେଲରେ ପ୍ରେମ ଗୋଟେ ତାହା ବିଶେଷଣ। ବିଶେଷଣ ଅଟେ। Okay, and anyone in English grammar, what is a noun? Noun is a naming word, or noun is the name of a person, place, animal, or very good students. Our church is very good. Hallelujah. God bless you. So what is noun? Noun is the name of a person. Love is noun. That is the name of a person. Who is love? ଆଉ ପ୍ରେମ କିଏ ଅଟେ? ଜଣେ ବ୍ୟକ୍ତିର ନାମ। Ishara prema atanti. Ishara. Hallelujah. And Ishara prema karanti. Why? Because he is the say Ishara prema atanti. So love is noun in Bible. କିନ୍ତୁ ବାଇବେଲରେ ପ୍ରେମ ଗୋଟେ ବିଶେଷଣ ଅଟେ। God does not love, but God is love himself. ଈଶ୍ୱର ଯେ ପ୍ରେମ କରୁଛନ୍ତି ତାହା କେବଳ ନୁହେଁ, କିନ୍ତୁ ଈଶ୍ୱର ନିଜେ ହିଁ ପ୍ରେମ ଅଟନ୍ତି। We have triune God. ଆମେ ସେ ତ୍ରିଏକ ଈଶ୍ୱର ଆମେ ଜାଣୁ, Father, Son and Holy Spirit. ପିତା ପୁତ୍ର ଏବଂ ପବିତ୍ର ଆତ୍ମା। And the essence of the atmosphere of this triune God is love. ଆଉ ସେ ତ୍ରିଏକ ଈଶ୍ୱରଙ୍କ ତାଙ୍କ ପରିବେଶ କିମ୍ବା ତାଙ୍କର ବିଶେଷତ୍ୱ ହେଉଛି ସେମାନେ ହେଉଛନ୍ତି ପ୍ରେମ। Hallelujah. If these three are here and you are going closer, then you will feel the love. Because God is love. ଯଦି ଏହି ସ୍ଥାନରେ ସେ ତ୍ରିଏକ ଈଶ୍ୱର ଅଛନ୍ତି ଏବଂ ତାଙ୍କ ନିକଟବର୍ତ୍ତୀ ତାଙ୍କ ସ୍ପର୍ଶ ଆପଣ ପାଉଛନ୍ତି, ତେବେ ଆପଣ ତାଙ୍କ ପ୍ରେମକୁ ସ୍ପର୍ଶରେ ବୁଝିପାରିବେ, କାରଣ ସେ ନିଜେ ହିଁ ପ୍ରେମ ଅଟନ୍ତି। Before the creation started, God loved the Father. God Father loved the Son God, and the Son God loved the Father God. ଆଉ ଜଗତ ସୃଷ୍ଟି ହେବା ପୂର୍ବରୁ ପିତା ପିତୃଙ୍କୁ ପ୍ରେମ କରୁଥିଲେ, ପୁତ୍ର ପିତାଙ୍କୁ ପ୍ରେମ କରୁଥିଲେ। And the Spirit existed in perfect fellowship, divine fellowship. ଏବଂ ପବିତ୍ର ଆତ୍ମା ସେ ତାଙ୍କର ପରିପକ୍ୱ ଏବଂ ପୁରା ସେ ସହଭାଗିତାରେ ତାଙ୍କ ସହିତ ରହିଥିଲେ। So that love He is imparting in believers' life. ଏବଂ ସେହି ପ୍ରେମ ତାଙ୍କ ବିଶ୍ୱାସୀମାନଙ୍କ ଜୀବନରେ ମଧ୍ୟ ଦେଖାଯିବା। So when you are receiving Spirit, you have Spirit with you. You start hearing the fruit that is called love. ଆଉ ସେଇଥିପାଇଁ ଯେତେବେଳେ ଆପଣମାନେ ପବିତ୍ର ଆତ୍ମା ପାଉଛନ୍ତି, ତେବେ ଆପଣଙ୍କ ସେଇ ଫଳ ଯାହାକି ପ୍ରେମ ଅଟେ ତାହା ଆପଣଙ୍କ ଜୀବନରେ ଆପଣଙ୍କୁ ଦେଖାଯିବ। So when you are growing in love, you are becoming very closer to God because He is love. ଆଉ ଯେତେବେଳେ ଆପଣମାନେ ପ୍ରେମରେ ବୃଦ୍ଧି ପାଉଛନ୍ତି, ଆପଣମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉଛନ୍ତି, କାରଣ ସେ ନିଜେ ହିଁ ପ୍ରେମ ଅଟନ୍ତି। Remember carefully, these 9 are not 9 fruits, but one fruit, and 9 aspects of one fruit. 9 things. ଆଉ ଏଇ 9ଟି ବିଷୟ ସେମାନେ ଗୋଟିଏ ଫଳ ଅଟନ୍ତି ଏବଂ ସେ 9ଟି ବିଷୟ ତାଙ୍କର ସେଇ ଗୋଟିଏ ଫଳର ହିଁ ତାର ଭାଗ ଗୁଡ଼ିକ ଅଟେ। Listen carefully, love is not an emotion. In the Bible, I'm talking about what is real love. Love is not an emotion. ଆଉ ଯଦି ଆମେ ଦେଖିବା ବାଇବେଲରେ ତାହା ପ୍ରେମ ତାହା ଗୋଟେ ଭାବ ପ୍ରବଣତାକୁ ଦର୍ଶାଏ ନାହିଁ। Love is not some attraction. ଗୋଟେ ଆକର୍ଷଣର ବିଷୟ ନୁହେଁ। Love is not some affection. ଆଉ ପ୍ରେମ କାହାରି ପ୍ରତି ଗୋଟେ ସ୍ନେହ ଭାବ ନୁହେଁ। No, love is not a tolerance to sin. ଆଉ କୌଣସି ପାପ ପ୍ରତି ସେମାନେ ଧୈର୍ଯ୍ୟଶୀଳ ହେବା ତାହା ନୁହେଁ। Love is different in the Bible. କିନ୍ତୁ ବାଇବେଲରେ ପ୍ରେମ ଗୋଟେ ଭିନ୍ନ ବିଷୟ ଅଟେ। The Bible love is we are looking good of another person. That is what love is in the Bible. କିନ୍ତୁ ବାଇବେଲରେ ସେ ପ୍ରେମର ଅର୍ଥ ହେଉଛି ଆମେ ଅନ୍ୟ ଲୋକଠାରେ ଅନ୍ୟ ଲୋକକୁ ଦେଖି ତାହାର ଉତ୍ତମ ବିଷୟକୁ ଦେଖୁଛୁ, ତାହା ହେଉଛି ପ୍ରେମ। And it requires some sacrifice and it requires some correction, but still we love them. ଆଉ ସେ ସାମ୍ନା ଥିବା ବ୍ୟକ୍ତିରେ
କିଛି ବିଷୟ ଅଛି ଯେ ଉଣା ପଡ଼ି ଯାଇଛି ତାହାକୁ କରେକ୍ସନ କରିବାର ଅଛି ତାହାକୁ ଉତ୍ତମ କରିବାର ଅଛି କିନ୍ତୁ And we have to ତଥାପି sacrifice a lot. ଆଉ ଆମକୁ ବହୁତ ବିଷୟ ତାଙ୍କ ନିମନ୍ତେ ନିଜକୁ ଉତ୍ସର୍ଗ କରିବାକୁ ପଡ଼ିବ ତାହା ହେଉଛି ପ୍ରେମ। If you have to see love, you can see the cross. ଯଦି ଆପଣମାନେ ପ୍ରେମ ଚାହୁଁଛନ୍ତି ତେବେ ଆପଣଙ୍କୁ ସେ କୃଷକୁ ଦେଖିବାକୁ ପଡ଼ିବ Perfect example of the love. ଆଉ ସେ ପ୍ରେମର ଉତ୍କୃଷ୍ଟ ଉଦାହରଣ। That love, it doesn't judge too much, but it sacrifices so much. ଆଉ ପ୍ରେମ ଯାହା ଅନ୍ୟମାନଙ୍କୁ ବିଚାର କରେ ନାହିଁ କିନ୍ତୁ ଅନ୍ୟ ପାଇଁ ନିଜକୁ ଉତ୍ସର୍ଗ କରେ। Love, it gives when others they take. ଆଉ ଯେତେବେଳେ ଅନ୍ୟମାନେ ସବୁ କିଛି ନେଇଯାଆନ୍ତି ପ୍ରେମ ସେଇ ସମୟରେ ଅନ୍ୟମାନଙ୍କୁ ଦେଇଥାଏ। ଦେଇଦିଏ and ସବୁ ନେଇଯାଉଛନ୍ତି no problem ପ୍ରେମ ଅଛି ସେ ଦେଇଦେବ hallelujah love it gives when others they take ଆଉ ପ୍ରେମ ଯେତେବେଳେ ଅନ୍ୟମାନେ ସବୁ ବିଷୟ ନେଇଯାଆନ୍ତି ପ୍ରେମ ସେଇ ସମୟରେ ଦେଇଥାଏ। love it serves when others demand service ଅନ୍ୟମାନେ ଯେତେବେଳେ ସେ ସେବା ଆଶା କରନ୍ତି ସେଇ ସମୟରେ ପ୍ରେମ ଦେବାକୁ ଶିଖିଥାଏ। and love is a blessing when others they curse ଅନ୍ୟମାନେ ଯେତେବେଳେ ଅଭିଶାପ ଦିଅନ୍ତି ପ୍ରେମ ସେଇ ସମୟରେ ଆଶୀର୍ବାଦ so ଦିଏ। listen carefully love it costs something ଆଉ ସବୁବେଳେ ମନେ ରଖନ୍ତୁ ଯେତେବେଳେ ଆପଣ ପ୍ରେମ କରୁଛନ୍ତି ଆପଣଙ୍କୁ କିଛି ବିଷୟ ଦେବାକୁ ପଡ଼ିବ। we have some mothers here sitting ଏଠାରେ କିଛି ଆମର ମା ମାନେ ଅଛନ୍ତି when they mother they bear any child ଯେତେବେଳେ ସେମାନେ ଛୁଆଙ୍କୁ ଜନ୍ମ ଦିଅନ୍ତି sometimes when the child is sick whole night they don't sleep and they take care of the babies ଆଉ ଯେତେବେଳେ ସେ ଛୁଆକୁ ଦେହ ଅସୁସ୍ଥ ହୋଇ ପଡ଼ିଥାଏ ସେମାନେ ରାତି ସାରା ସେମାନେ ଶୁଅନ୍ତି ନାହିଁ ତାର ଯତ୍ନ ନେବାରେ ବ୍ୟସ୍ତ ଥାନ୍ତି। child may not know how much mother is sacrificing ଆଉ ସେ ଛୁଆଟା ବୋଧେ ଜାଣିପାରିବ ନାହିଁ ଯେ ତା ମା ତା ପାଇଁ କେତେ ବିଷୟ ଉତ୍ସର୍ଗ କରିଛନ୍ତି। but mother is sacrificing a lot because mother loves the child ଆଉ କିନ୍ତୁ ମାତାମାନେ ତାଙ୍କ ଛୁଆଙ୍କ ପ୍ରତି ଅନେକ ବିଷୟ ଉତ୍ସର୍ଗ କରିଥାନ୍ତି କାରଣ ସେ ତାଙ୍କୁ ପ୍ରେମ କରିଥାନ୍ତି। that is what the real love is ତାହା ହିଁ ପ୍ରକୃତ ପ୍ରେମ ଅଟେ। love it gives without demanding any repayment ଆଉ ପ୍ରେମ ଆପଣ ଏପରି କରିଥାନ୍ତି କିଛି ବିଷୟ ପାଇବାର ଆଶା ନ କରି ଆପଣମାନେ ପ୍ରେମ କରିଥାନ୍ତି। and if you are a good believer ଆଉ ଯଦି ଆପଣମାନେ ଉତ୍ତମ ବିଶ୍ୱାସୀ ଅଟନ୍ତି Bible says without love your own gift of the spirit is only noise ଆଉ ପ୍ରେମ ବିହୁନେ ଆପଣଙ୍କ ସମସ୍ତ ଆତ୍ମିକ ଦାନ ତାହା କିଛି ନୁହେଁ। କରତାଳ ସ୍ୱରୂପ ଉଚ୍ଚ କରତାଳ ଶବ୍ଦ ଖାଲି ଆଉ କିଛି ନାହିଁ ବ୍ୟାଙ୍ଗ ବାଙ୍ଗ ଡଙ୍ଗ ଡଙ୍ଗ ଖାଲି ଆଉ କିଛି ନାହିଁ ଯଦି ପ୍ରେମ ନାହିଁ କୋଉଠି ଲେଖା ଅଛି where it is written 13 ପର୍ବ କୋଉ ପୁସ୍ତକ ପ୍ରଥମ Corinthians 1 Corinthians chapter 13 is chapter of love you go and read the 1 Corinthians chapter 13 love chapter ପ୍ରଥମ କରନ୍ତୀୟ 13 ପର୍ବକୁ ଆପଣ ପଢ଼ନ୍ତୁ ସେଥିରେ ସେ ପ୍ରେମ ବିଷୟରେ ଲେଖାଯାଇଅଛି। without love your gifts are only noise ଆଉ ପ୍ରେମ ବିହୁନେ ଆପଣଙ୍କ ସମସ୍ତ ଆତ୍ମିକ ଦାନ ତାହା କେବଳ ଶବ୍ଦ ମାତ୍ର। without love your knowledge is only your pride ଆଉ ପ୍ରେମ ବିହୁନେ ଆପଣଙ୍କ ସମସ୍ତ ଜ୍ଞାନ କେବଳ ଗର୍ବ ଅଟେ। listen carefully no love and only your knowledge that is your pride only knowledge no love that is pride ଆଉ କେବଳ ଜ୍ଞାନ ଅଛି କିନ୍ତୁ ତା ସହିତ ଆପଣଙ୍କ ପ୍ରେମ ନାହିଁ ତେବେ ତାହା କେବଳ ଗର୍ବ ଅଟେ। your service whatever you are serving in the church or in the society in other offices your service with the service is without love is just your promotion own promotion ଆଉ ଯଦି ଆପଣମାନେ ନିଜର ମଣ୍ଡଳୀରେ ସେବା କରୁଛନ୍ତି ନିଜ କାର୍ଯ୍ୟକ୍ଷେତ୍ରରେ ସମାଜରେ ସେବା କାର୍ଯ୍ୟ କରୁଛନ୍ତି କିନ୍ତୁ ଆପଣଙ୍କ ପାଇଁ ଯଦି ପ୍ରେମ ନାହିଁ ତାହା କେବଳ ଆପଣ ନିଜକୁ ବୃଦ୍ଧି ପାଇଁ ଆଉ ନିଜକୁ ବଢ଼େଇବା ପାଇଁ ତାହା କରୁଛନ୍ତି। best example many organizations are there they are serving people poor people needy people only main aim is they should come in the newspaper we should speak about them that is what their motto that is self promoting ଆଉ ତାହାର ଉତ୍କୃଷ୍ଟ ଉଦାହରଣ ହେଉଛି ଆପଣ ଦେଖିଥିବେ ଅନେକ ସଂଗଠନ ଅଛନ୍ତି ସେମାନେ ଅନ୍ୟମାନଙ୍କ ସେବା କରିବା ସମୟରେ ଅନେକ ପ୍ରକାର ଫଟୋ ଖିଚନ୍ତି ଅନେକ ପ୍ରକାରର ତାଙ୍କ ନାମକୁ ନ୍ୟୁଜ୍ ପେପରରେ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ତାଙ୍କୁ ପ୍ରକାଶିତ କରିବା ପାଇଁ ଦେଖାଇବା ପାଇଁ ସେମାନେ ଚାହାନ୍ତି। that is what they love ତାହା ହିଁ ସେମାନଙ୍କ ପ୍ରେମ ଅଟେ। but when we got the spirit of God କିନ୍ତୁ ଯେତେବେଳେ ଆମେ ଈଶ୍ୱରଙ୍କ ଆତ୍ମାଙ୍କୁ ପାଉଛୁ God wants every one of us we should have love ପ୍ରଭୁ ଚାହାନ୍ତି ଆମ ସମସ୍ତଙ୍କ ଠାରେ ପ୍ରେମ ରହୁ we should grow in the love that is selfless growth the love ତାର ଅର୍ଥ ଆମେ ପ୍ରତ୍ୟେକ ଈଶ୍ୱରଙ୍କ ପ୍ରେମରେ ପଢ଼ିବା କିପରି ଆମେ ନିଜକୁ ଶୂନ୍ୟ କରି ଅନ୍ୟମାନଙ୍କୁ ବୃଦ୍ଧି କରିବାରେ ପଡ଼ିବା। so every believer should grow in the love of God ଆଉ ପ୍ରତ୍ୟେକ ବିଶ୍ୱାସୀ ସେମାନେ ଆତ୍ମା ପ୍ରେମରେ ବୃଦ୍ଧି ପାଇବା ଉଚିତ। what is the second word ଆଉ ଦ୍ୱିତୀୟ ବିଷୟ କ'ଣ ଥିଲା? joy everyone say joy
ଆନନ୍ଦ In English, joy. In Oriya, Ananda. And in Greek, Khara. Khara. English ଲେଖ CHARA ଲେଖିଦିଅ CHAI but Sha ଏମିତି ସାଉଣ୍ଡ ଆସିବ Khara. Okay. Joy. ଆନନ୍ଦ What is joy? ଆନନ୍ଦ କ'ଣ ଅଟେ? Joy is delight in the presence of God. ଆଉ ଈଶ୍ୱରଙ୍କ ଉପସ୍ଥିତିରେ ଆନନ୍ଦିତ ହେବା ବିଷୟକୁ Before ବୁଝାଏ। I said here many times, ଆଉ ଏଠାରେ ଅନେକ ଥର କହିଅଛନ୍ତି ବାଳକ happiness is different to joy. ଆଉ ଖୁସି ହେବା ଭିନ୍ନ ଅଟେ ଏବଂ ଆନନ୍ଦ ଭିନ୍ନ ଅଟେ। Happiness it happens, but joy comes from the Lord. ଆଉ ଖୁସି ହେବା ତାହା ହେଇଥାଏ କିନ୍ତୁ ଆନନ୍ଦ କେବଳ ଘଟି ଈଶ୍ୱରଙ୍କର ଥାଏ ଅଟେ। ଖୁସିଟା ଘଟି ଥାଏ ମ୍ୟାଟ୍ରିକ ପାସ୍ ହେଲୁ ଖୁସି ଲାଗିଲା କିନ୍ତୁ ଆନନ୍ଦ ନାହିଁ କାହିଁକି ଷଷ୍ଠରେ ଫେଲ୍ ହେଇପାରୁ ସେ ଯୋଉ ସେଇଟା ଆନନ୍ଦ ନୁହଁ ସେଟା ଖୁସିରେ ମିଠା ବାଣ୍ଟିଲୁ କିନ୍ତୁ ଉପର ବେଳେ କେ ଜାଣେ କାନ୍ଦିବାକୁ ପଡ଼ିପାରେ ଯୋଉ ଜୟ ଆସିଲେ ପ୍ରତ୍ୟେକ ପରିସ୍ଥିତିରେ ସେ ଆନନ୍ଦ କରୁଛି ବନ୍ଦୀରେ ରହିକି ବି ଆନନ୍ଦର ମେସେଜ ପାଉଲ ଲେଖୁଛନ୍ତି ହଁ କି ନାହିଁ ଦ୍ୟାଟ୍ ଇଜ ଫର୍ ଦ ଜୟ କମ୍ସ ଫ୍ରମ୍ ଦ ଲର୍ଡ ଏବଂ ଆନନ୍ଦ ପ୍ରଭୁଙ୍କ ଠାରୁ ଆସେ। So my dear church, we should know what is spiritual joy. We should understand. ପ୍ରିୟ ବନ୍ଧୁମାନଙ୍କୁ ବୁଝିବାକୁ ହେବ ସେ ଆତ୍ମିକ ଆନନ୍ଦ କ'ଣ ଅଟେ। It is not like pretending we are fine. ଏହା ଏପରି ଅଟେ ଯେ ଆମେ ନିଜକୁ ମାନେ Pretend କରିଥାଉ କ'ଣ pretending? Pretend ମାନେ ନିଜକୁ ବୁଝାଉଛୁ ଯେ ଆମେ ଆନନ୍ଦ ଦେଖେଇ ଥାଉ ଦେ ଇଆଡ଼େ ଘରେ ଝଗଡ଼ା ହେଇକି ଆସିଥିବ କେମିତି ଅଛ ସବୁ ବଢ଼ିଆ ଅଛି ବୁଝିପାରୁଛ କି ନାହିଁ ଘରେ ଝଗଡ଼ା ହେଇକି ଗଣ୍ଡଗୋଳ ହେଇକି ମାରପିଟା ହେଇଯାଇଛି କେମିତି ଅଛ ପୁରା ବଢ଼ିଆ ପ୍ରଭୁଙ୍କର ଅନୁଗ୍ରହ ଆମ ପରିବାର ପ୍ରତି ବହୁତ ଅଛି ଝଗଡ଼ା ହେଇଛି ପ୍ରିଟେଣ୍ଡିଂ ଛଳନା ଆମେ ଛଳନା କରିଥାଉ। pretending it is not pretending something ଆଉ ଏହା ଏପରି ନୁହେଁ ଯେ କିଛି ଛଳନା କରୁଛୁ we are good everything is fine ଆମେ ଏବେ ଛଳନା କରୁଛୁ ସବୁ it is not like that joy in the midst of the problem in the midst of the suffering joy will overflow ଆଉ କିନ୍ତୁ ଆନନ୍ଦ ଏପରି ଈଶ୍ୱରଙ୍କ ଆନନ୍ଦ ଏପରି ଅଟେ ଆପଣ ସମସ୍ୟା ମଧ୍ୟରେ ଥିବେ କଷ୍ଟ ମଧ୍ୟରେ ଥିବେ ତଥାପି ମଧ୍ୟ ଆପଣଙ୍କଠାରେ ଆନନ୍ଦ ଛୁଟୁଥିବ। in the biblical joy you may find in the Bible some tears some suffering some lamentation some grief but still they have joy that is joy from the Bible ଆଉ ବାଇବେଲରେ ଯଦି ଆମେ ଦେଖିବା ଯଦି ବାଇବେଲ ହିସାବରେ ଦେଖିବା ଆପଣମାନେ ଯେତେବେଳେ କଷ୍ଟରେ ଥିବେ ଆପଣମାନେ ଅନେକ ପ୍ରକାର କଠିନ ସମୟ ଦେଇ ଗତି କରୁଥିବେ ଅନେକ ତାଳନା ମଧ୍ୟ ଦେଇ ଗତି କରୁଥିବେ ଅସୁଖ ହେଉଥିବ ସେଥିରେ ମଧ୍ୟ ଆପଣ ଆନନ୍ଦ କରୁଥିବେ ତାହା ହିଁ ସେ ବାଇବେଲ ଭିତ୍ତିକ ଆନନ୍ଦ ଅଟେ। joy coexists with sorrow ଆଉ ଆନନ୍ଦ ତାହା ସେ ଦୁଃଖ ସହିତ ଜଡ଼ିତ ଦୁଃଖ ସହିତ ମିଶିକି ରହେ ଭାବନ୍ତୁ ଆମର ଦୁନିଆର ଆନନ୍ଦ କହିବି ଆଉ ଟିକେ ପରେ କହିବି ଆଉ ପ୍ରଭୁଙ୍କର ଆନନ୍ଦ ଆଉ ଟିକେ ପରେ କହିବି ହାଲେଲୁୟା you know about Jesus how many of you know ଆମେ Jesus ଯୀଶୁକୁ ଜାଣିଛନ୍ତି କେତେ ଜାଣି ନାହାନ୍ତି ଯୀଶୁକୁ ଜାଣିନା we know Jesus ଆମେ ଜାଣିଛୁ you know the name of Jesus is man of sorrow ଆଉ ଯୀଶୁ ସେ ଯୀଶୁଙ୍କର ଗୋଟେ ନାମ man of sorrow ଆଉ ଦୁଃଖର ବ୍ୟକ୍ତି he is called man of sorrow ତାଙ୍କ ଉପରେ ଦୁଃଖର ବ୍ୟକ୍ତି ମଧ୍ୟ but his life କୁହାଯାଏ। was filled with the spirit of joy କିନ୍ତୁ ତାଙ୍କର ଜୀବନ ସେଇ ଆନନ୍ଦର ଆତ୍ମାରେ ପରିପୂର୍ଣ୍ଣ ଥିଲା। so Christian people they have all the problems suffering in the midst of all this they will have joy in them ସେଇଥିପାଇଁ ଖ୍ରୀଷ୍ଟିଆନ ଲୋକମାନେ ଅନେକ ପ୍ରକାର ସମସ୍ୟା ଅନେକ ପ୍ରକାର ଦୁଃଖ କଷ୍ଟ ଦେଇ ଗତି କଲେ ମଧ୍ୟ ଈଶ୍ୱରଙ୍କର ଆନନ୍ଦ ତାଙ୍କ ସହିତ ସଦା ସଦା ରହିଥାଏ। why they have joy always କାହିଁକି ତାଙ୍କଠାରେ ସବୁବେଳେ ଆନନ୍ଦ ରହିଥାଏ। sometimes I spoke here about one family ଆଉ ଏଠାରେ ଗୋଟେ ପରିବାର ବିଷୟ ସବୁବେଳେ ଉଦାହରଣ ଦିଏ but before I spoke two times but today third time I'm going to talk about ଆଉ ବାଳକ ଦୁଇଥର କହିସାରିଲେ କିନ୍ତୁ ଆଉ ଥରେ କହୁଛନ୍ତି one family I know very well their neighbors they come to them and they say do you not have any problem in your life always you are enjoying and you are laughing and smiling always your family life is with fullness of joy ଆଉ ତାଙ୍କର ପଡ଼ୋଶୀ ମାନେ ତାଙ୍କ ନିକଟକୁ ଆସି କହୁଛନ୍ତି ତୁମେ କ'ଣ କେବେ ବି ଦୁଃଖୀ ହୁଅ ନାହିଁ କିମ୍ବା ତୁମକୁ ଭଲ ମାନେ ଝଗଡ଼ା ନେଇକି ଝାମେଲା ନେଇକି ସମସ୍ୟା ନେଇକି ଯେବେ ବି ଆମେ ଦେଖୁ ପୁରା ଖୁସି ଆନନ୍ଦରେ କରିବା ମିଳିମିଶି ଆନନ୍ଦରେ ଖାଲି କରିବ ତ କେବେ ତ ଆମେ ଶୁଣୁନୁ ତମର ଦୁଃଖ କଷ୍ଟ ବିଷୟରେ ଯାହାର ଦୁଃଖ ନାହିଁ ସେ ମଣିଷ ନାହିଁ ମାନେ ସମସ୍ତଙ୍କର ଦୁଃଖ ଅଛି କିନ୍ତୁ ଖ୍ରୀଷ୍ଟିଆନ ମାନଙ୍କର ଦୁଃଖ ଜଣା ପଡ଼ିବ ନାହିଁ କାରଣ ପ୍ରଭୁ ଦେଇଥିବା ଆନନ୍ଦ ସେ ଦୁଃଖ ଉପରେ ବିଜୟ ଲାଭ କରି ଦେଇଥାଏ ହାଲେଲୁୟା so this is what the joy of the Lord ତାହା ହିଁ ପ୍ରଭୁଙ୍କର ଆନନ୍ଦ ଅଟେ। all the worldly people we are worldly people we are longing worldly joy
And Christian people, we are Christian people, we are longing Christian joy. ଆଉ ସମସ୍ତ ଜାଗତିକ ଲୋକମାନେ ସେମାନେ ଜାଗତିକ ଖୁସି ପାଇବା ପାଇଁ ଚାହାନ୍ତି କିନ୍ତୁ ଆମେ ଖ୍ରୀଷ୍ଟିଆନ ଲୋକମାନେ ଈଶ୍ୱରଙ୍କ ଆନନ୍ଦକୁ ଚାହୁଁଛୁ। Now I'm going to say what the world, when the world enjoys. ଆଉ ଆମେ ଦେଖିବା ଏ ଜଗତ କିପରି ସେ ଆନନ୍ଦିତ ଆନନ୍ଦ କେମିତି ହୁଏ? When you are healthy, then you have joy in the world. If no health, no joy in the world. ଯଦି ଆପଣ ଏଇଠାରେ ଜାଗତିକ ଆନନ୍ଦ ବିଷୟ କହୁଛି। ଜଗତ ମଧ୍ୟରେ ଯଦି ଆପଣ ସୁସ୍ଥ ସବଳ ଅଛନ୍ତି ତେବେ ଆପଣ ଜାଗତିକ ଆନନ୍ଦ ଅନୁଭବ କରିବେ। If you are unhealthy, then there is no joy. କିନ୍ତୁ ଯଦି ଆପଣଙ୍କ ଦେହ ସୁସ୍ଥ ନାହିଁ ତେବେ ଆପଣଙ୍କଠାରେ ଆନନ୍ଦ ମଧ୍ୟ ନାହିଁ। In the world, if you are in success, then you will have joy. ଆଉ ଜଗତ ମଧ୍ୟରେ ଯଦି ଆପଣ ଜଣେ ସଫଳ ବ୍ୟକ୍ତି ତେବେ ଆପଣ ବହୁତ ଆନନ୍ଦିତ ରହିବେ। And in the world, if you have in good relationship, then you have joy. ଆଉ ଜଗତରେ ଆପଣ ମଧ୍ୟ ଭଲ ସମ୍ପର୍କ ଅଛି ସମସ୍ତଙ୍କ ସହିତ ଆପଣ ଆନନ୍ଦରେ ରହିବେ। And in the world, if you are full with this one, then you have joy. ଆଉ ଜଗତରେ ଆପଣଙ୍କର ବହୁତ ଅର୍ଥ ଅଛି ତେବେ ଆପଣ Finances. ଆପଣ ବହୁତ ପ୍ରକାର ଅର୍ଥ ଉତ୍ସ ଆଉ ବହୁତ ବିଷୟ ରହିଛି ତେବେ ଆପଣ ଆନନ୍ଦରେ ରହିବେ। This world understands this much only about joy. ଆଉ ଏହି ଜଗତ କେବଳ ଏହି ବିଷୟରେ ହିଁ ଆନନ୍ଦ କରିବା ସେ ସୀମିତ ଅଟେ। You have health, ଆପଣଙ୍କର ସ୍ୱାସ୍ଥ୍ୟ, you have money, ଅର୍ଥ, you have relationship, ଆପଣଙ୍କର ସମ୍ପର୍କ and you have success. ଆଉ ଆପଣଙ୍କର ସଫଳତା Then only you will have joy in the world. ତେବେ ଯାଇକରି ଆପଣ ଏହି ଜଗତରେ ଖୁସିରେ ରହିପାରିବେ। But the spiritual joy does not depend upon these four things. କିନ୍ତୁ ଏହି ଜଗତ ଏହି ଆତ୍ମିକ ଜଗତ ଯାହା ଏହି ଚାରୋଟି ବିଷୟରେ ସୀମିତ ନୁହେଁ। Why? କାହିଁକି? Because the joy of the Lord comes because it is the character of God Himself. କାରଣ ସେ ଆନନ୍ଦର ଆତ୍ମା ତାହା ଈଶ୍ୱରଙ୍କ ଚରିତ୍ର ଅଟେ। Spiritual joy depends upon the character of God. ଆତ୍ମିକ ଆନନ୍ଦ ତାହା ଈଶ୍ୱରଙ୍କ ଚରିତ୍ର ଉପରେ ନିର୍ଭର କରେ। Spiritual joy depends upon the promises of God. ଆଉ ଆତ୍ମିକ ଆନନ୍ଦ ସେ ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ନିର୍ଭର କରେ। And the the spiritual joy depends upon the presence of the Lord. ଆଉ ଏ ଆତ୍ମିକ ଆନନ୍ଦ ଈଶ୍ୱରଙ୍କ ଉପସ୍ଥିତି ଉପରେ ନିର୍ଭର କରେ। Everything can be removed, but when we are in the presence of God, God cannot be removed. ଆଉ ସବୁ କିଛି ଆମଠାରୁ ଛଡ଼େଇ ନେଇ ପାରିବେ ସମସ୍ତେ କିନ୍ତୁ ଯଦି ଆମେ ପ୍ରଭୁଙ୍କ ଉପସ୍ଥିତିରେ ଅଛୁ ଆମଠାରୁ କିଛି ନିଆଯାଇ ପାରିବ That's ନାହିଁ। why always remember Satan always attacks Christian people, especially referring to the joy in the night. ଆଉ ସେଇଥିପାଇଁ ସବୁବେଳେ ଶୟତାନ ସେ ଖ୍ରୀଷ୍ଟିଆନ ଲୋକମାନଙ୍କର ତାଙ୍କ ଆନନ୍ଦ ବିଷୟକୁ ସବୁବେଳେ ଆକ୍ରମଣ କରିଥାଏ। A joyful believer can endure suffering, persecution, disappointment, and waiting. ଆଉ ଜଣେ ଆନନ୍ଦରେ ପରିପୂର୍ଣ୍ଣ ଖ୍ରୀଷ୍ଟିଆନ ସେ ସବୁବେଳେ এই ଜଗତର ସଂଘର୍ଷକୁ ଅସଫଳତାକୁ ଆଉ ସବୁ ପ୍ରକାର କଷ୍ଟକୁ ସେ ସବୁବେଳେ ସମ୍ମୁଖୀନ ହୋଇପାରିବ। An enemy cannot defeat any Christian, anyone whose hope is anchored with God. ଆଉ ଯେଉଁ ବିଶ୍ୱାସୀମାନଙ୍କର ବିଶ୍ୱାସ ପ୍ରଭୁଙ୍କଠାରେ ସ୍ଥିର ଅଛି ସେଇ ଖ୍ରୀଷ୍ଟିଆନଙ୍କୁ ଶୟତାନ କେବେ ହରାଇ ପାରିବ ନାହିଁ। They always have joy in their lives. ତାଙ୍କ ଜୀବନରେ ନିରନ୍ତର ଈଶ୍ୱରଙ୍କ ଆନନ୍ଦ ଥିବ। I spoke about Apostle Paul. ପ୍ରେରିତ ପାଉଲଙ୍କ ବିଷୟରେ ବହୁତ ଥର କୁହାଯାଇଛି। He is writing an epistle of joy. ଆଉ ସେ ସବୁ ତାଙ୍କୁ ସେ ଆନନ୍ଦର ପତ୍ର ଲେଖୁଛନ୍ତି। ପତ୍ର ଲେଖୁଛନ୍ତି। Which one is the epistle of joy? Philippians, where it is written? ଫିଲିପିଓ ପୁସ୍ତକରେ କେବଳ ଲେଖା ଅଛି Joy. ଆନନ୍ଦ। Again I say rejoice. Rejoice in the Lord. Again I say rejoice. Philippians 4:4. Philippians 4:4. Rejoice. Joy. You should have joy. Who is saying? Apostle Paul. From where? From the prison he is writing. ଆଉ ପ୍ରେରିତ ପାଉଲଙ୍କୁ ଯେତେବେଳେ ସେ ତାଙ୍କର କାରାଗାର ଥାଇ ସେ ଫିଲିପିଓ ମଣ୍ଡଳକୁ ଲେଖୁଛନ୍ତି ତୁମେ ପ୍ରେମ କର ପୁଣି ଥରେ କହୁଛି ତୁମେ ପ୍ରେମ କର In spite ଆନନ୍ଦ କର। of being inside the jail, in spite of being beaten so much, he is talking about the joy of the Lord. ଆଉ ସେ କାରାଗାରରେ ଥାଇ ଦୁଃଖ କଷ୍ଟ ସହୁଥିବା ସମୟରେ ମଧ୍ୟ ସେ କହୁଛନ୍ତି ତୁମେମାନେ ଆନନ୍ଦ କର ବୋଲି। Because the root of the person is not in the world, the root of the person is in God. କାରଣ ତାହାଙ୍କର ମୂଳ ଦୁଆ ଏହି ଜଗତରେ ସ୍ଥିର ନାହିଁ କିନ୍ତୁ ଈଶ୍ୱରଙ୍କ ଠାରେ ସ୍ଥିର ଥିଲା। My dear church, ପ୍ରିୟ ମଣ୍ଡଳୀ, if you will see any tree, ଯଦି ଆପଣମାନେ କୌଣସି ଗଛକୁ ଦେଖିବେ if a drought is coming, ଯଦି ଯେତେବେଳେ ଝଡ଼ ବାତ୍ୟା ଆସୁଅଛି drought, ଦୁର୍ଭିକ୍ଷ durvikksha, ଆସୁଅଛି sometimes these trees they die. ଆଉ ବେଳେ ବେଳେ ସେଇ ଗଛ ମରି ଯାଇଥାଏ। Why? କାହିଁକି? The roots have not gone fully beneath. କାରଣ ତାର ଚେର ସେ ଗଭୀର ଜଳ ନିକଟକୁ ଯାଇନାହିଁ। When the root is going deep inside, ଆଉ ଯେତେବେଳେ ଚେର ଅତ୍ୟନ୍ତ ଗଭୀର ମଧ୍ୟକୁ ଯାଇଥିବ if famine is coming, ଯେତେବେଳେ ଦୁର୍ଭିକ୍ଷ ଆସୁଅଛି any drought is coming, ଅନେକ ପ୍ରକାର ମାନେ there is ଶୁକାଶୁକା no ଆସୁଅଛି water at all. କୌଣସି ଜଳର ନାମ ବର୍ଣ୍ଣ ନାହିଁ। The root deep inside finds the source of the water inside.
ଆଉ ଯେଉଁ ଚେର ତାହା ଗଭୀର ତଳକୁ ଯାଇଥିବ ତାହା ସେଠାରେ ଜଳର ଉତ୍ସକୁ ଖୋଜିବ। He will have good leaves. ତାହାର ଉତ୍ତମ ତାର ପତ୍ର ଗୁଡ଼ିକ ସବୁଜ ରହିବ। They are the believers. ସେମାନେ ହେଉଛନ୍ତି ବିଶ୍ୱାସୀ। Our root is not in the world so that we will depend upon our health or success, but we depend upon our God who is the living God, the source of joy. ଆଉ ଏଇ ବିଶ୍ୱାସୀମାନଙ୍କ ଜୀବନ ମଧ୍ୟ ସେହିପରି ଅଟେ। ଆମମାନଙ୍କର ମୂଳ ଦୁଆ ଏହି ଜଗତ ଉପରେ ନିର୍ଭର ନୁହେଁ, କିନ୍ତୁ ଆମମାନଙ୍କର ମୂଳ ଦୁଆ ଆମର ଚେର ସଦାପ୍ରଭୁଙ୍କ ଠାରେ ନିର୍ଭର କରୁଅଛି। We depend upon God and grow because of the Lord, so our joy should grow always. ଆଉ ପ୍ରଭୁଙ୍କ ଠାରେ ନିର୍ଭର କରୁଛୁ, ପ୍ରଭୁଙ୍କ ଠାରେ ନିର୍ଭର କରି ବଢୁଛୁ, ସେଥିପାଇଁ ଆମମାନଙ୍କର ଆନନ୍ଦ ଏ ଜାଗତିକ ବିଷୟ ଉପରେ ନିର୍ଭର କରେ ନାହିଁ। God doesn't like those family, those who are broken and saying, "Oh, we are so much in this problem. Please pray for us. We are already, we have lost our hope and all." This family, God doesn't like. ଆଉ ଏପରି ପରିବାର ଗୁଡ଼ିକ ଯେଉଁମାନେ ସବୁବେଳେ ଭାଙ୍ଗି ପଡ଼ୁଛନ୍ତି, ଅନେକ ପ୍ରକାର ହତାଶା ହେଇକରି କଥା ଅନ୍ୟମାନଙ୍କ ନିକଟରେ ପ୍ରକାଶ କରୁଛନ୍ତି, ସେପରି ପରିବାରକୁ ପ୍ରଭୁ Prabhu ପସନ୍ଦ Pasal କରନ୍ତି Karade, ନାହିଁ। have you seen some kind of people, this kind of families, always they will say negative about their family lives. ଆଉ ଏପରି କେବେ ପରିବାରକୁ ଦେଖି ଖ୍ରୀଷ୍ଟ ପରିବାରକୁ ଦେଖିଛନ୍ତି କି ଯେଉଁମାନେ ସବୁବେଳେ ନିରାଶାରେ ଜୀବନ ଯାପନ କରନ୍ତି। କେମିତି ଅଛି ଆଜ୍ଞା? କେମିତି ଅଛି ଆଜ୍ଞା? କେମିତି ଅଛି ଆଜ୍ଞା? ପୁରା ଗଳୁଛି ତ ଟିକେ ପାଣି ଅସୁବିଧା। କେମିତି ଅଛି ଆଜ୍ଞା? ପୁରା ଝୁଣ୍ଟେଇ ପଡ଼ିଲି ତ ଏମିତି ହେଇଯାଉଛି। କେମିତି ଅଛି ଆଜ୍ଞା? ପିଲା ପାସ୍ ହେଲା ଯେ ବେଶୀ ମାର୍କ ଆଣିଲା। କେମିତି ଅଛି ଆଜ୍ଞା? ଚାକିରି ଗୋଟେ ପାଇଲା ଯେ କେମିତି ଅଛି ଆଜ୍ଞା? ବାହା ତ ହେଇଗଲା। ସବୁବେଳେ ନେଗେଟିଭ। But the believer whose source is God, whose the joy source is God, always enjoys and always say good things about the Lord's blessing. କିନ୍ତୁ ଯେଉଁ ବିଶ୍ୱାସୀ ମାନଙ୍କର ତାଙ୍କର ବିଶ୍ୱାସର ଆସ୍ଥା ତାଙ୍କ ପ୍ରଭୁଙ୍କ ଠାରେ ରହିଅଛି, ସେମାନେ ସବୁବେଳେ ଆନନ୍ଦ କରିବେ, ସବୁ କଷ୍ଟ ସବୁ ସଂଘର୍ଷ ମଧ୍ୟରେ ପ୍ରଭୁ ଠାରେ ଆନନ୍ଦ କରିବେ। Apostle Paul did not live with joyful circumstances. He went through all kinds of persecutions and all kinds of shipwreckedness, all kinds of suffering, persecution, but still he enjoyed and rejoiced in the Lord. આપણે તો પાઉલଙ୍କ ଜୀବନକୁ ଦେଖିବା, ସେ କେତେବେଳେ ତାଙ୍କର ଜୀବନ ସୁଖରେ ଯାଇ ଗତି କରି ନାହିଁ, କିନ୍ତୁ ସବୁବେଳେ ତାଙ୍କର ପ୍ରସ୍ତରାଘାତରେ ଯାଇଛନ୍ତି, ତାଙ୍କର ଡଙ୍ଗା ଯେଉଁଥିରେ ଯାଉଥିଲେ ଡଙ୍ଗା ଭାଙ୍ଗି ଯାଉଛି, ଯେଉଁ ସ୍ଥାନକୁ ଯାଉଛନ୍ତି ତାଙ୍କୁ ତାଡ଼ନାର ସମ୍ମୁଖୀନ ହେବାକୁ ପଡ଼ୁଛି, ଲୋକମାନଙ୍କର ସମ୍ମୁଖୀନ ହେବାକୁ ପଡ଼ୁଛି, କିନ୍ତୁ ଏତେ ସମୟ ସଂଘର୍ଷ ମଧ୍ୟରେ ଗତି କଲା ମଧ୍ୟ ସେ ଆନନ୍ଦରେ ଈଶ୍ୱରଙ୍କ ଆନନ୍ଦରେ ପରିପୂର୍ଣ୍ଣ ରହୁଛନ୍ତି। If you are the fruit of the Spirit, ଯଦି ଆପଣମାନଙ୍କ ଠାରେ ସେ ପ୍ରେମର ଆତ୍ମା ଅଛି, your joy should overflow. ଆପଣଙ୍କର ଆନନ୍ଦ ତାହା ପ୍ରବାହିତ ହେବ, ଉଛୁଳି ଉଠିବ। You know who learned this one? କିଏ ଏଟା ଶିଖିଛନ୍ତି ଜାଣିଛ? ମୁଁ ବଢିଆ କଥାଟେ କହିବି। କେବେ ଆମେ କଣ କହିବେ? ଦୁଃଖରେ ବି ଥାଅ, ସମସ୍ୟାରେ ବି ଥାଅ, ଆସି ଦିଅ, ଟିକେ ଅଛି ଦିଅ, ହଁ କି ନାହିଁ? ସ୍ମାଇଲ୍ ପ୍ଲିଜ୍, ଫଟୋ ନେବା ପାଇଁ, ହଁ କି ନାହିଁ? କୁଆଡ଼ୁ ସେ ୱାର୍ଡ ଆସିଛି? ସେ ଜାଣୁଛି କି ତମେ ଦୁଃଖରେ ଅଛ, ସମସ୍ୟାରେ ଅଛ, ଏକ୍ସିଡେଣ୍ଟରୁ ଆସିଛ ଏବେ, କି ଭୁକେଇ ଅଛ, ରାତିରେ ଖାଇବାକୁ ମିଳିଲା ନାହିଁ, ଜାଣୁନି, ଫଟୋ ଉଠେଇବାରେ ଦେଲେ ହସି ଦିଅ। ସେଟା ଖ୍ରୀଷ୍ଟିଆନ, ସେ ଖ୍ରୀଷ୍ଟିଆନିଟିରେ ସେଟା ଆସିଛି। ହାଲେଲୁୟା, ଟିକେ ହସି ଦିଅ, ଟିକେ ଚେହେରା ଦେଖେଇଦିଅ, କିମ୍ବା ମୁହଁରେ ଦାନ୍ତ ଟିକେ ଦିଶୁନି, ଟିକେ ସ୍ମାଇଲ୍ ପ୍ଲିଜ୍। ଏଇଟା ତମ ଠାରେ ଯାହା ବି ଥାଉ, ସମସ୍ୟା ଥାଉ, ଅସୁବିଧା ଥାଉ, ତମ ସିଚୁଏସନ୍ ଯାହା ହଉ କାହିଁକି, if God is the source of your joy, then you should have overflowing joy. ଆଉ ଯଦି ପ୍ରଭୁ ତୁମର ମୂଳ ଦୁଆ ଅଟନ୍ତି, ତେବେ ଆମ ଠାରେ ଆନନ୍ଦ ଉଛୁଳି ଉଠିବ। You will have always victory over all these problems. ସବୁ ସମସ୍ୟା ମଧ୍ୟରେ ଆପଣମାନେ ବିଜୟୀ ହେବେ। ବିଜୟ ପାଇବେ ହିଁ ପାଇବେ। Don't say negative, you say positive, because you are the overcomers, you are not the losers. ଆପଣ ନିରାଶ ହୁଅନ୍ତୁ ନାହିଁ, କିନ୍ତୁ ଆପଣମାନେ ଉତ୍ସାହିତ ହୁଅନ୍ତୁ ଯେ ଆପଣମାନେ ହାରିବା ଲୋକ ନୁହନ୍ତି, କିନ୍ତୁ ହାରିବା ବିଜୟ ଲୋକ ଲୋକ ନୁହଁ। ନୁହନ୍ତି। ପ୍ରଭୁ କହିଲେ ମୁଁ ହାରିବା ଲୋକ ନୁହଁ, କାରଣ ମୁଁ ବିଜୟ କରିଅଛି, ଜଗତକୁ ମୁଁ ଜୟ କରିଅଛି। ପ୍ରଭୁ ଯୀଶୁ ନିଜେ ବାରବାର କହୁଛନ୍ତି ଆନନ୍ଦ କର, କାରଣ ମୁଁ ଜଗତକୁ ଜୟ କରେ। He that is he in us is greater than that is in the world. ଆମମାନଙ୍କ ମଧ୍ୟରେ ଯିଏ ଅଛନ୍ତି, ଜଗତରେ ଯିଏ ଅଛି ତାଠାରୁ ସେ ମହାନ। କୋଉଠି ଲେଖା ଅଛି? First John 4:4. Okay, praise the Lord. Praise the Lord. What is number 3? Number 3, we are looking at the fruit of the Spirit. ଦ୍ୱିତୀୟ ଫଳ କଣ? ଆତ୍ମାଙ୍କର ଦାନ, ଶାନ୍ତି, peace. ଶାନ୍ତି। What is number 1? ପ୍ରଥମ ପଏଣ୍ଟ କଣ ଥିଲା? Everyone should say love, love.
What is number 2? Joy. What is number 3? Peace. Everyone say peace. Peace. Theta piece ଅଛି ଓକେ PIECE peace 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 PIECE peace ମାନେ ଗଲା ଖଣ୍ଡ ଖଣ୍ଡ ହେଇଯିବା କିନ୍ତୁ PEACE peace ମାନେ ଯୋଡ଼ି ପୁରା ଉଲ୍ଟା ଏ ଦିଟା ବୁଝିଲ so peace meaning we should know peace ଆଉ ଶାନ୍ତିର ଅର୍ଥ ଆମକୁ ବୁଝିବାକୁ ହବ। ଏତେ ଖରା ହଉଛି ତ ଟିକେ ପଖାଳ ଭାତ ଖାଇଲେ ତ ଶାନ୍ତି ଲାଗିଲା ଏ ଶାନ୍ତି ନୁହଁ ଶାନ୍ତି ସେଇଟା ନୁହଁ ବୁଝିପାରିଲେ କି ନାହିଁ ସେଇ ଶାନ୍ତି ନୁହଁ ଏଇଟା ଦିସ୍ ଇଜ ଡିଫରେଣ୍ଟ ଶାନ୍ତି ଆଉ ଏ ପ୍ରକାର ଶାନ୍ତି ନୁହେଁ ତା ଭିନ୍ନ ଶାନ୍ତି। This peace is harmony is restored. ଆଉ ଶାନ୍ତିର ଅର୍ଥ ହେଉଛି ସମନ୍ୱୟ ରକ୍ଷା କରିବା। ସମନ୍ୱୟ ରକ୍ଷା ସମନ୍ୱୟ ବୋଲି ବୁଝଛ କି ଓଡ଼ିଆରେ ହାରମୋନି ବୋଲି ବୁଝିପାରିବ ହାରମୋନି ମାନେ ସମନ୍ୱୟ ସମାନତା ସମାନ ସମାନ ରହିବାଟା ଏଇଟାକୁ ପ୍ରଭୁ ରିଷ୍ଟୋର କରୁଛନ୍ତି ଆଉ ଥରେ ପୁନଃ ସଂସ୍ଥାପନ କରୁଛନ୍ତି ସେଟା ହେଉଛି ପିସ୍ ପିସ୍ର ଅର୍ଥ ହାଲେଲୁୟା ଓକେ ମୁଁ ଲିରିକ୍ରେ କହିପାରିଲି ନା ଓଡ଼ିଆରେ ଶାନ୍ତି ଇଂଲିଶରେ ପିସ୍ ଆଉ ଗ୍ରୀକରେ ଏଇରେନେ जो एरे में जो मैंने इंग्लिश लिखुଛନ୍ତି EIRENE एरे में एरा होची पीस इन ग्रीक पीस you know when God created human being he wanted peace with the human being आज जब प्रभु मानव को सृष्टि कले से तांको सहित शांति रे रहिबा ପାଇଁ चिंता कले what is that peace I said harmony equality staying together loving together enjoying together that is what the peace is शांतिर अर्थ कोन मटे से उत्तम समन्वय रे वास करिवे शांति रे से रहिबे से परस्पर सहित आनंद रे वृद्धि पाइबे ताहा ही शांति when God created Adam and Eve he did not create them to rule over them hey do this hey don't do that no he is created like he to be equal with them enjoy their fellowship ଆଉ ଯେତେବେଳେ ପ୍ରଭୁ that is what the peace is ଯେତେବେଳେ ପ୍ରଭୁ ଆଦମ ହୱାକୁ ସୃଷ୍ଟି କଲେ ସେତେବେଳେ ସେ ତାଙ୍କୁ ମାନେ ଗୋଟେ ଶାସନ କରିବା ପାଇଁ କରିନଥିଲେ କିନ୍ତୁ ତାଙ୍କ ସହିତ ଶାନ୍ତିରେ ବାସ କରିବା ପାଇଁ ଉତ୍ତମ ସମନ୍ୱୟରେ ବାସ କରିବା ପାଇଁ ତାଙ୍କୁ ସୃଷ୍ଟି କରିଥିଲେ but when sin entered into the human being's life କିନ୍ତୁ ଯେତେବେଳେ ମାନବ ମାନଙ୍କ ମଧ୍ୟରେ ପାପ ତାଙ୍କ ମଧ୍ୟରେ ଆସିଲା the peace is shattered in 4 ways ଆଉ ସେ ଶାନ୍ତି ସେ ଭାଗ ହେଇଗଲା ଚାରୋଟି ବିଷୟରେ 4 ways the peace divided ଆଉ ଶାନ୍ତି ସେ ଚାରୋଟି ଭାଗ ହେଇଗଲା ତାର number 1 is peace with God ପ୍ରଥମରେ ଈଶ୍ୱରଙ୍କ ସହିତ ଶାନ୍ତି second was is peace among ourselves ନିଜ ନିଜ ମଧ୍ୟରେ ଶାନ୍ତି peace with others ଅନ୍ୟମାନଙ୍କ ସହିତ ଶାନ୍ତି peace with the creation ଆଉ ସୃଷ୍ଟି ସହିତ ଶାନ୍ତି these all 4 ways shattered because of sin ଆଉ ତାହା ପାପ ସକାଶୁ ଏହି ସବୁ ଶାନ୍ତି ତା ଛିନ୍ନ ଭିନ୍ନ ହେଇଗଲା but when the regeneration restoration work came by Jesus Christ କିନ୍ତୁ ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତ ବିଷୟ ପୁନଃସ୍ଥାପିତ ହେଲା this peace is restored in all these 4 areas ଆଉ ଏହି ଶାନ୍ତି ଏହି ଚାରୋଟି ଦିଗରୁ ତାହା ପୁଣି ଥରେ ତାହା ସଂସ୍ଥାପିତ ହେବାକୁ ଲାଗିଲା peace with God is very foundation ଆଉ ଈଶ୍ୱରଙ୍କ ସହିତ ଶାନ୍ତି ତାହା ମୂଳଦୁଆ ଅଟେ remember carefully everyone ସମସ୍ତେ ଧ୍ୟାନ ସହିତ ଶୁଣନ୍ତୁ unless and until the guiltiness is removed from you you cannot enjoy the peace of God ଆଜି ପର୍ଯ୍ୟନ୍ତ ଆପଣଙ୍କର ମଧ୍ୟରୁ ଆପଣଙ୍କର ସେଇ ଦୋଷୀ ମନୋଭାବ ଦୋଷ ମନୋଭାବ ଯାଇ ନାହିଁ ସେ ପର୍ଯ୍ୟନ୍ତ ଆପଣମାନେ ଈଶ୍ୱରଙ୍କ ସହିତ ଶାନ୍ତିରେ ବାସ କରିପାରିବେ ନାହିଁ and peace cannot exist in you ଆଉ ଶାନ୍ତି ଆପଣଙ୍କ ମଧ୍ୟରେ ରହିପାରିବ ନାହିଁ ହ୍ୟାଲୋ ଆପଣମାନେ ଦୋଷୀ ମନୋଭାବ କେତେବେଳେ ଦୋଷ ଆସେ ଜାଣିଛନ୍ତି ଆପଣଙ୍କର ବହୁତ ଅନୁଭୂତି ଥିବ ଆପଣ ଯେତେବେଳେ ଗୋଟେ ବଡ଼ ପାପ କରିଦେବେ ପାପ କଲା ପରେ ଆପଣଙ୍କୁ ଲାଗିବ ମୁଁ କାହିଁକି ଏଇଟା କଲି ନ କରିଥିଲେ ହେଇଥାନ୍ତା ବହୁତ ଘାରି ହେବେ ସେଇ ସମୟ ନୁହଁ ତାର ଦିନ ଘାରି ହେବେ ତାପରେ ମାସେ ପର୍ଯ୍ୟନ୍ତ ଘାରି ହେବେ ବର୍ଷ ସାରା ଘାରି ହେବେ ଲାଇଫ ଲଙ୍ଗ ଘାରି ଆରେ ମୁଁ ସେ ଭୁଲଟା ବଡ଼ ଭୁଲ କରିଦେଲି ଆପଣଙ୍କୁ ସେ ମନ ଆସୁଥିବ ସେଇଟା ହେଉଛି ଦୋଷୀ ମନୋଭାବ ଯୋଉ ପର୍ଯ୍ୟନ୍ତ ସେ ଦୋଷୀ ମନୋଭାବ ରହୁଥିବ ପିସ୍ ଆପଣଙ୍କ ଠାରେ ରହିବ ନାହିଁ ଚାଲିବ ନାହିଁ କଣ୍ଟିନ୍ୟୁ ହେଇପାରିବ ନାହିଁ ଏ ଦୋଷୀ ମନୋଭାବ କୋଉଟା ଆପଣଙ୍କ ଠାରୁ ସାହାଯ୍ୟ କରିବ ଯିବା ପାଇଁ the love of God ପ୍ରଭୁଙ୍କ ଠାରେ ଯେତେବେଳେ ସମର୍ପଣ କରିବେ ନିଜକୁ ସ୍ୱୀକାର କରିକି ସମର୍ପଣ କରିବେ ପ୍ରଭୁ ଠାରେ ବିଶ୍ୱାସ କରିବେ ମୋର ପାପ ସେ ନେଇଯାଇଛନ୍ତି ସେ କ୍ଷଣିକ ବିଶ୍ୱାସ ଆପଣଙ୍କୁ ସେ ଦୋଷ ମନୋଭାବକୁ ଭାଙ୍ଗିଦେବ ଆପଣ ଶାନ୍ତି ଅନୁଭବ କରିପାରିବେ ସେତେବେଳେ ଦୋଷ ମନୋଭାବ ଥିବା ପର୍ଯ୍ୟନ୍ତ ଶାନ୍ତି କେବେ ଆପଣ ପାଇପାରିବେ ନାହିଁ ବୁଝିପାରିଲେ ସମସ୍ତେ ତେଣୁ ଦୋଷ ମନୋଭାବ ଯିବା ପାଇଁ ହେଲେ କୃଷକ ଆସିବାକୁ ପଡ଼ିବ ପାପ କ୍ଷମାର ସହିତ ପ୍ରଭୁଙ୍କ ଠାରେ ନିର୍ଭର କରିବାକୁ ପଡ଼ିବ କାରଣ
से ही राजकुमार, वो कहार राजकुमार, शांतिर राजकुमार, that is the prince of peace. He will give us peace. He will remove the guiltiness, guilty feelings. से होउचନ୍ତି शांति राजकुमार, से होउचନ୍ତି हमर समस्त दोष मनोभाव को से ही दूर करि परिबे, हमर शांति दे परिबे। If in the world, I'm talking about the world and I'm talking about spiritual peace. आ एठारे हम जगत जगत विषय में शांति ईश्वर कौन शांति विषय तुलना करू। आत्मिक विषय भी कहूँ जब ध्यान दियो, मु जगतर प्रेम विषय कहली और जगत ईश्वर का प्रेम विषय, जगतर आनंद कहली एवं ईश्वर का आनंद, जगतर शांति विषय देखो, जगतर शांति बापे कौन को चाहे जाने What does the world want for peace? आ जगत टिके शांति पाइबा विषय कोन करूछि? Want some entertainment, किछि तांकर आनंद उपभोग करूछन्ति, want some achievement, किछि विषय सने पाइबा को चाहନ୍ତି, want some pleasure, आ किछि माने आनंद पुरस्कार पाइबा अभिलाष पाइबा pleasure, but the soul remains always restless. किंतु तांकर प्राण सबले ताहा धोकाय होता है, तांकर पर शांति न थाए। आपण जानि छथि कि केतो पचार आइ छै काई फिल्म देखि जाय के जानि छु मन ठीक नै छै जो फिल्म देखि जाय सुनि जे एति कथा काले न सुनि दिला आउरे कथा आज काई पी देली जाय छ कि समस्या कि मन भल लागे ते सेति उठे पी देली हो सुनि एटा तो सुनि देखो हो कि नै ई साला परे ठीक हे जाय कि से फिल्म देखि साला परे तार ठीक हे जाय कि से रेस्टलेस सोल विल बी देयर से अशांत हृदय थीबो ही थीबो से 3 घंटा सब फिल्म देखला को टिके हां पासरे जाई पारे बाइबल में लिखा है नै जो मन मन ठीक ना से मन टिके पी दियो तू पीले मन शांति रहबो ठीक अछि पी लेबा केते समय से पीबार निशा पीबा पର୍ଯ୍यंत टिके पासरिबो सारी गले फेर से जानले को जेबला बिकॉज़ रेस्टलेस सोल विल बी देयर कंटिन्यूअसली दिस रेस्टलेस सोल विल बी डिपार्टेड ओनली बाय जीसस केवल जीसस द्वारा एटा जाई पाइबो सो पीस इन द वर्ल्ड इज दिस आ जगतर शांति ई प्रकार अटे। But peace coming from the Lord is coming from the Son of God. आ जेतले ईश्वर को शांति जहा कि से शांति रो राजकुमार यीशु मठार भी आसीता है। He wants the reconciliation. आ उससे हमन कर मते समन्वय चाहती। He wants reconciliation with Father God. तो पिता को सहित हमको मिलित करबा में से चाहती। And many believers आ अनेक विश्वासी माने they struggle with this their own conviction and their condemnation. Conviction means दोषी साब्यस्त हेबा और condemnation means निंदा करबा ए दीटा हरे नहीं जाइतो जो दीटा अलग अछि दोषी साब्यस्त हेबाटा कोन हां दोष कर देले एते निंदा करो लोक निंदा कर दे आप जति कर दियो हां एते जी सजु एते ना एटा सब निंदा আছে but these two are restored when God's peace is coming in our lives किंतु ईश्वर को शांति हमको जीवन रे आसीता है से दोष लदिबा एवं निंदा करबा ता दूर होई है। always Satan and enemy they want to condemn us आ सबले शैतान हमको दोषारोप करथाय हमको शैतान सब बेले दोषारोप करबो सब बेले चर्च करबो आ तू पापी आ तू गिरजासिलो नै तू आज बाइबल पढलु नै तू आज प्रतिदिन अबरु दे पढलु नै तू आज एंती कर देलु तू आज सेंती कर देलु चर्चिक स्पिरिट एई सब शैतान द्वारा से कंडेमनेशन कंडेनिंग अदर अन्यमान को दोषारोप करिबा लोगन को नष्ट कर देबा आपण दोषारोप करिका को उद्धार करि पारिबे नै यू कैन आ आपण माने जेतेले अन्यमान को दोष दउछन्ती आपण को सबले ताको निंदा करछन्ती सेतेरे आपण ईश्वर माने गड देख पारिबे नाही but the spirit is coming to convict us किंतु आत्मा आसी थाए हमको निज दोष प्रति साबित देखिया पे आर मु एते गला मु एटा करबा कथा नथिला एटा आत्मा मान को कहि देबो मन अछि कि आपण मान को आई थिंक इट इज रिटन चैप्टर 14 ऑफ जॉन 14 पद रे आसी तो लिखा अछि यीशु कहिले जे मो जीवा तुमान मनते मंगल कारण मु गले से सान्तनाकारी सहायकारी तुमान निकट आसीबे से आसीले तुमान को पाप विषय रे पाप एवं धार्मिकता ए सब विषय कोन देबे चेतना देबे आत्मा जेते आसीले आपको चेतना देबे किंतु आत्मा नथिबा जागा रे कंडेमनेशन आसीबो दोष आसीबो निंदा आसीबो तू एति कलु तू सेति कलु विचार आसीबो विचार कोठी आसे जागतिकता आसे किंतु निजे जोता भूल करिबाटा कन्विक्शन आसीबो कन्विक्शन माने कोन गुटे आत्मा रे गुटे आसीबो आहा मु एति करि देली मोटा करबा कथा नथिला एइटा आत्मा हे जगत बनाइबो एति कलु सेति गला आजि गला भासी आजि एति गला फाटपुडी गला आजि तोर स्वामी आसी तते बाडे हे फाटपुडी गला इट इज कंडेमनेशन हाथ पड़ी गला स्वामी आसी बाडे एति गला नो प्रॉब्लम हो गई गला सब बेले तो नहीं आत्मा कर भगवान पुडी देलु केते हयानी मासुची मने खार को देलु कंडेमनेशन
that's found in the word, but in the spirit. It convicts us. ଆମକୁ ସୁଯୋଗ ଦିଏ ଯାହା ମତି କରିଦେଲେ ହଁ କରିବା କଥା ନାହିଁ you bless me ନହେଲେ ପ୍ରଭୁ ମୁଁ ସ୍ୱୀକାର କରୁଛି ମୋତେ କ୍ଷମା କର ବୁଝିପାରିଲେ ତ ସବୁ this is what brings the peace of God ତାହା ହିଁ ଈଶ୍ୱରଙ୍କ ଶାନ୍ତି ଅଟେ। hallelujah storm will remain always ଆଉ ଝଡ଼ ସବୁବେଳେ ରହିଥିବ but the joy will stay with us when God is with us କିନ୍ତୁ ଯେତେ ପ୍ରଭୁ ଆମଙ୍କ ସହିତ ଅଛନ୍ତି ଆନନ୍ଦ ସବୁବେଳେ ଆମ ସହିତ ରହିବ। peace comes from the confidence of God. If you have God, you are confident that God is with you, peace will be there. ଆଉ ଯେତେବେଳେ ଆପଣ ପ୍ରଭୁ ଆପଣ ସହିତ ଅଛନ୍ତି ତେବେ ଆପଣ ଗୋଟେ ସେ ଶାନ୍ତିର ସେ ନିଶ୍ଚିତତା ଆପଣଙ୍କ ଠାରେ ଆସିବ। Why you have no unpeace? Because God is there with us. ଅଶାନ୍ତିରେ ଆପଣ କାହିଁକି ନାହାନ୍ତି ଯେହେତୁ ପ୍ରଭୁ ଆମଙ୍କ ସାଙ୍ଗରେ ଅଛନ୍ତି। ହାଲେଲୁୟା ପ୍ରଭୁ ନ ସାଙ୍ଗରେ ଥିଲେ ସବୁ ଝାମେଲା ଆସିଯାଏ जो झमेला सब आसब अशांति मनोभूति आसब प्रभु न थिला से शांतिर राजकुमार जदि अछनी समस्त विषय को से एमती मेकअप करी आपन को एती हृदय देले आपन शांति खुली के पाई नहीं पाइबो शांति आपन मानकर लाइफ रे बात फुटी उठिबो हालेलुया दिस इज नॉट द फ्रूट ऑफ द स्पिरिट एस्पेक्ट ऑफ द फ्रूट ऑफ द स्पिरिट आ ताहा होची से आत्मिकतार फलर तार अंश यू आर स्पिरिट ऑफ गॉड आपन ठारे ईश्वर का आत्मा अछि यू हैव पीस ऑफ गॉड आपन ठारे ईश्वर का शांति अछि Not be complainers. अभियोगकारी हो तो नहीं एंटी हो तो नहीं praise the Lord सबड़ी praise the Lord सबड़ी चलेगा no problem कुछ नहीं प्रभु हमारे साथ है हाँ वो है तो सब कुछ है यही मनोभूति करो hallelujah there is peace you know the peace this is the fruit of the spirit one aspect of the fruit of the spirit ଆଉ ଏହା ହେଉଛି ସେ ଆତ୍ମିକ ଫଳର ଗୋଟେ ଅଂଶ। what is number one ପ୍ରଥମ ବିଷୟ କଣ ଥିଲା? love ପ୍ରେମ। two joy number three peace ଏବେ ଟିକେ ଗ୍ରୀକ ରେ କୁହ let's ଗ୍ରୀକ ରେ କୁହ number one agape number two chara number three irene ଗ୍ରୀକ ରେ କୁହ okay praise the Lord number four is patience तृतीय विषय से होती आत्मसंयम दीर्घ सहिष्णु long suffering दीर्घ सहिष्णु patience patience this is the character of divine waiting अब ଏହା होची से दैविक अपेक्षा करिवार गुण दैविक अपेक्षा करिवार गुण ऐश्वर्य अपेक्षा एटा जो ऐश्वर्य अपेक्षा long suffering patience केतलो को पेशेंस नाही एग्जांपल येता पेशेंस नहीं मु जोगी भी नहीं जदी संबलपुर जीवार अछि गाड़ी आसीले बोले चली चली अधा पळै मते गाड़ी आसीले सेठी बसिक जी मते रही पारिबे ना दिस इज व्हाट impatience means but patience comes from the Lord किंतु दीर्घ सहिष्णुता प्रभु ठारो आसीଥାଏ। okay what is in English इंग्लिश रे कोन अछि in NIV forbearance माने आगो बावरी बिहेव कर चलिबो सही कि चलिबो दीर्घ सहिष्णुता forbearance और patience ओडिया रे दीर्घ सहिष्णुता आ ग्रीक रे ठीक मुश्किल अछि ग्रीक रे मैक्रोथुमिया देखो M A K R O T H U M I A आउदरे M A K R O T H U M I A macrothumia that is dirgha sahishnutta long suffering patience this is the character of divine waiting ଆଉ ଏହା ହେଉଛି ସେ ଈଶ୍ୱରିକ ଅପେକ୍ଷାର ତାହାର ଚରିତ୍ର। if there is no patience we would have died today ଯଦି ଆମ ଠାରେ ଦୀର୍ଘ ସହିଷ୍ଣୁତା ନାହିଁ ତେବେ ଆମେ ଈଶ୍ୱର ଆମେ ଆଜି ବଞ୍ଚି ନ ଥାନ୍ତେ if there was no patience we would have ended in the hell ଆଉ ଯଦି ଈଶ୍ୱରଙ୍କ ଦୀର୍ଘ ସହିଷ୍ଣୁତା ନଥାନ୍ତେ ତେବେ ଆମେ ନରକରେ ଥାନ୍ତେ ପ୍ରିୟ ବନ୍ଧୁଗଣ ଦେଖନ୍ତୁ 4000 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା ଧରିକିରି ଆସିଲେ ତାପରେ ପରିତାନ୍ତି କି 2000 ବର୍ଷ ପରେ ବି ଏବେ ଲୋକମାନେ ଏବେ ପର୍ଯ୍ୟନ୍ତ ପୁରା ଆସି ପାରିନାହାନ୍ତି ଏତେ ଦୀର୍ଘ ସହିଷ୍ଣୁତା this is the divine character of God ଆଉ ଏହା ହେଉଛି ଈଶ୍ୱରଙ୍କର ସେ ଈଶ୍ୱରିକ ଗୁଣ ଅଟେ। if God would have judged instantly ଯଦି ପ୍ରଭୁ ଆମକୁ ସେହି କ୍ଷଣି ଯଦି ଆମକୁ ବିଚାର କରି ଦେଇଥାନ୍ତେ ସାଙ୍ଗେ ସାଙ୍ଗେ ଯଦି ବିଚାର କରି ଦେଇଥାନ୍ତେ ମନୁଷ୍ୟକୁ ମାନେ ମନୁଷ୍ୟର ଅବସ୍ଥା କ'ଣ ହେଇଥାନ୍ତା ଯିବା see how patience is valuable
ଆପଣ ଦେଖନ୍ତୁ କିପରି ଦୀର୍ଘ ଅବା ସୁସ୍ଥ ଆଦମ ଗୁରୁତ୍ୱ ଯେତେବେଳେ ଜ୍ଞାନ। ପାପ କଲେ ଆମେ ସମସ୍ତେ କୋଉଠି ଥିଲୁ? ବଞ୍ଚିଥିଲୁ କି ନାହିଁ? ଆମେ ଆଦମର ଉଦରରେ ଥିଲୁ। ଆଦମର ଅଣ୍ଟାରେ ଆମେ ସବୁ ଥିଲୁ। କାରଣ ପ୍ରଭୁ ସୃଷ୍ଟି ଆଗରୁ ଦେଖିଛନ୍ତି କେତେ ଜଣ ଜଗତରେ ଅଛନ୍ତି। ଆଦମ ଭିତରେ ଅଛନ୍ତି, ସମସ୍ତଙ୍କୁ ଦେଖିଛନ୍ତି। ଆଦମ ପାପ କରିବା ସାଙ୍ଗେ ସାଙ୍ଗେ ବିଚାର ଯଦି କରିଦେଇଥାନ୍ତେ, ଯୋଉ ଦିନ ଖାଇଲୁ ସେଇ ଦିନ ଆଜି ଖାଇଲୁ କାଲି ଖତମ ସରିଲା। ତାହେଲେ କଣ ହେଇଥାନ୍ତା ଆମର ପରିସ୍ଥିତି? ଆମେ ତ ଭିତରେ ଅଛୁ। ଆମେ ବି ସେ ନକରେ ପେସେନ୍ସ ପଠେଇଲେ ପ୍ରଫେଟ ମାନଙ୍କୁ, ଭାଓବାଦୀ ମାନଙ୍କୁ, ରାଜା ମାନଙ୍କୁ, ଯାଜକ ମାନଙ୍କୁ ପଠେଇଲେ। ତାପରେ ଯୀଶୁ ବି ଆସିଲେ, ତାର ପବିତ୍ରତା ବି ଆଇଲେ। ତାପରେ ଆମକୁ କନଭିକ୍ଟ କରିକି ଆମକୁ କାମକୁ ଭ୍ୟାଲୁ ଭାବନ୍ତୁ ପେସେନ୍ସର ତାର କଣ ମୂଲ୍ୟ, ପେସେନ୍ସର ମୂଲ୍ୟକୁ ଭାବନ୍ତୁ। If God would have just judged instantly, our situation would be totally different. ଯଦି ପ୍ରଭୁ ସାଙ୍ଗେ ସାଙ୍ଗେ ଯଦି ବିଚାର କରିଥାନ୍ତେ ଆମମାନଙ୍କର ପରିସ୍ଥିତି ଭିନ୍ନ ହୋଇଥାନ୍ତା। When you are reading history, how many of you have read history book? Any history? କେତେ ଜଣ ଆପଣମାନେ ଇତିହାସ ବହି ପଢିଛନ୍ତି? କିଛି ନହେଲେ ବି ପଢିଛନ୍ତି ତ ରାଜାବଳି ବଂଶାବଳି ସାମଲ ହେଟା ହିଁ ଇତିହାସ। ସେ ସୃଷ୍ଟି ବି ଇତିହାସ, ଏସବୁ ଇତିହାସ ଆଗରୁ ହେଇଛି, ଯୋଉଟା ପୂର୍ବରୁ ଘଟିଛି ସେଇଟା ଇତିହାସ। ଯେତେ ଲୋକ ଇତିହାସ ବହି ପଢୁଛ ନା, ଇତିହାସ କଣ ଆମକୁ ଚେତାଇ ଜାଣିଛ? The patience of God. ତାହା ସବୁ ଈଶ୍ୱର ଧୈର୍ଯ୍ୟ ଧରିଛନ୍ତି, আর ইতিহাস চালিয়েছি, নলে কেবল খতম হয়ে যাইতাছে। আমি ইতিহাস কাই পড়ি চালিয়েছি? বিকজ অফ দ্য পেশেন্স অফ গড, বিকজ অফ দ্য লং সাফারিং অফ গড, বিকজ অফ হিজ এন্ডুরেন্স। ପ୍ରଭୁ ଯେହେତୁ ଧୈର୍ଯ୍ୟ ଧରିକି ସେ ଦୀର୍ଘ ସୂକ୍ଷ୍ମ ଅଛନ୍ତି, ସେଥିପାଇଁ ଇତିହାସ ବଢି ଚାଲିଛି। You know, patience has a very beautiful word that produce good fruits. ଆଉ ଧୈର୍ଯ୍ୟ ଏପରି ଗୋଟେ ଶବ୍ଦ ଯାହା ଉତ୍ତମ ଫଳ ଗୁଡ଼ିକ ଫଳିଥାଏ। Because of patience you can see growth in you. ଆଉ ଧୈର୍ଯ୍ୟର ଫଳରେ ଆପଣ ଦେଖିପାରିବେ, ଆପଣ ନିଜେ ବୃଦ୍ଧି ପାଇପାରୁଛନ୍ତି। Hello, here ଦେଖନ୍ତୁ। How many of your mothers are there carrying 9 months? କେତେ ଜଣ ମା ଅଛନ୍ତି? ମା 9 ମାସ ଧରିକି ଯୋଉମାନେ ଗର୍ଭ ଧରିଛନ୍ତି, କେତେ ଜଣ ମା ଅଛନ୍ତି ହାତ ଟେଲିକି? ଓକେ, ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ। ବାପା ମାନେ କେତେ ଜଣ ପୁଅ ପାଇଁ ଝିଅ ପାଇଛନ୍ତି? ବାପା ମାନେ ହାତ ଟେଲିକି ଯୋଉମାନଙ୍କ ପୁଅ ଅଛି, ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ। ମାନେ 9 ମାସ ଆରମ୍ଭ ଯେତେବେଳେ ହେଲା, ଡକ୍ଟର କହିଲେ, ଆଜିକାଲି ଡାକ୍ତର ଜାଣି ଦଉଛନ୍ତି, ହଁ କି ନା ହେଇଗଲା ବୋଲିକିରି ଆରମ୍ଭ ହେଲା ସାଙ୍ଗେ 9 ମାସ କିଏ ଡାକବା? ଯଦି କହି ଆସୁ ହେଲା 9 ମାସ ଅପେକ୍ଷା କରିବାକୁ, ତେବେ ଯାଇକି ଭଲ ଫଳ ପାଇବ। 9 ମାସ ଅପେକ୍ଷା ନ ହବ, 7 ମାସରେ 6 ମାସରେ ପଳେଇ ଆସିବା ଆପଣ ଖୁସି ହେବେ। କିନ୍ତୁ ପ୍ରଭୁଙ୍କର ଅନୁଗ୍ରହରୁ 7 ମାସ ବି ଭଲ ବଞ୍ଚିକି ଅଛନ୍ତି, ଆମର 8 ମାସ ବି ବଞ୍ଚିକି ଅଛନ୍ତି। କିନ୍ତୁ 9 ମାସ ନ ହଉଣୁ ଆସିବାଟା ଆମଠାରୁ ଟିକେ କଷ୍ଟ ଆସିଯାଏ, କୋଶ୍ଚିନ୍ ଆସିଯାଏ। କାହିଁକି? ପ୍ରେସର ଏତେ କାମ କରେ, କାହିଁକି 9 ମାସ ବି ଅପେକ୍ଷା କରିବି, କିନ୍ତୁ ଭଲ ହେଇକିରି ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। How many of you farmers are here? Farmer, ଚାଷୀ ଫ୍ୟାମିଲିରୁ କେତେ ଜଣ ଆସିଛନ୍ତି? ଚାଷୀ ଫ୍ୟାମିଲିରୁ, ପ୍ରେଜ୍ ଦ ଲର୍ଡ। ଓକେ, how many of you read John chapter 4? କେତେ ଜଣ ଜନ୍ 4 ବର୍ଗ ପଢିଛନ୍ତି? ଲେଖା ଅଛି, when you sow the seed, ଯେତେବେଳେ ଆପଣ ବିହନ ବୁଣୁଛନ୍ତି, you are waiting for 4 months for harvest. ଆଉ ଫସଲ ଅମଳ କରିବା ପାଇଁ 4 ମାସ 4 ମାସ ଲାଗେ। କୋହା ବାଇବେଲ ଲେଖା ଅଛି ଜନ୍ 4 ଆହୁରି 4 ମାସ ଅଛି, ହଁ କି ନାହିଁ? 4 months. So farmers what they are doing? Listen here. ଚାଷୀ ମାନେ କଣ କରୁଛନ୍ତି? They are sowing the seed. ବିହନ ବୁଣୁଛନ୍ତି। Tomorrow they will come. ତା ପରଦିନ ମାସ ଯଦି ଆସିବେ, No sprout. ଆଚ୍ଛା ଗଜା ବାହାରି ନାହିଁ। ଗଜା ହେଇନି। Day after they will come. ତା ଆର ଦିନ ଆସିବେ, ପରଦିନ ଆସିବେ, 3 ଦିନ ହେଇଗଲା, no sprout. ଗଜା ବାହାରି ନାହିଁ। ଗଜା, ଓକେ, ଚାଷୀ ମାନେ କେତେ ଦିନରେ ଗଜା ହୁଏ ଆଜ୍ଞା? ଗଜା ମାନେ କେତେ ଦିନ ଲାଗେ? Around 15 ଦିନ ଲାଗିଯାଏ। କାହିଁ ବାଇବେଲରେ ଲେଖା ହେଇଛି, ମଞ୍ଜି ପଡ଼ିଲା ପରେ ଆଗ ସେ ମରିବ। ସେ ମରିବ, ମରିକିରି ତାକୁ ଗୋଟେ ଏତେ ଇଏ କ୍ରିଏଟ୍ କରିବ ଜୀବନ ଗୋଟେ ଭିତରେ, ତାପରେ ସେ ଫାଟିକିରି ତାକୁ ବାହାର କରିବ। ହଁ କି ନା? Around 10 days or 15 days sprout. ତ କାଲି ଗଲି ନାହିଁ, ପରଦିନ ଗଲା, ଛାଡ଼ ଏଟାକୁ ବୋଲି ପାଡ଼ା କରିକି ଫିଙ୍ଗି ଦେବ। ପାଇବ କି? ପାଇବ କି? ନାହିଁ। Everything needs patience. Patience gives good growth. ଆଉ ଯେତେବେଳେ ଆମର ଧୈର୍ଯ୍ୟ ଧରିଥାନ୍ତି, ତାହା ଉତ୍ତମ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ। Listen carefully the good things of the patience. ଆଉ ଧୈର୍ଯ୍ୟର ଉତ୍ତମ ଗୁଣ ଗୁଡ଼ିକ ଦେଖନ୍ତୁ। Patience creates room for growth. ଆଉ ଯେତେବେଳେ ଆପଣ ଧୈର୍ଯ୍ୟ ଧରନ୍ତି, ଆପଣ ନିଜଠାରେ ଅଭିବୃଦ୍ଧିକୁ ଦେଖିପାରିବେ। Patience creates room for repentance. ଆଉ ମନ ପରିବର୍ତ୍ତନ କରିବାରେ ମଧ୍ୟ ତାହା ସାହାଯ୍ୟ କରିଥାଏ। Patience creates room for healing.
ଆସୁସ୍ଥତା ପାଇଁ ମଧ୍ୟ ସାହାଯ୍ୟ କରିଥାଏ Patience creates room for restoration. ଆଉ ଧୈର୍ଯ୍ୟ ପୁନଃସ୍ଥାପନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ Impatience often destroys what patience could save. ଆଉ ଯେତେବେଳେ ଆପଣ ଅଧୈର୍ଯ୍ୟ ହେଇଯାନ୍ତି ଯାହା ଧୈର୍ଯ୍ୟ ଦ୍ୱାରା ଆପଣ ପାଇପାରିବେ ତାହା ସବୁକୁ ସେ ନଷ୍ଟ ନଷ୍ଟ କରିବେ ହେଇଯାଏ ଅଧୈର୍ଯ୍ୟ ଦ୍ୱାରା। Hallelujah. 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 So waiting in the Lord and patience is very good thing we need to learn. ଆଉ ପ୍ରଭୁଙ୍କ ଠାରେ ଅପେକ୍ଷାରେ ରହିବା ଏବଂ ଧୈର୍ଯ୍ୟ ରହିବା ତାହା ଅତି ଉତ୍ତମ ବିଷୟ ଆମକୁ ତାହା ଶିଖିବାକୁ କଥା We have power of God. Spirit is there, power is there. तो मैंने आत्मा प्राप्त होले तो मैंने कौन प्राप्त हो शक्ति अछि কিন্তু पेशेंस যদি नाही शक्ति काम करने शक्ति दिले कौन हो यू नीड पेशेंस तम ठारे बीज अछि चाष करा पे हळ अछि तम ठारे सार अछि तम ठारे पानी अछि तोरे सब अछि কিন্তু पेशेंस दरकार सब थिला सबे भी पेशेंस दरकार इफ नो पेशेंस you cannot see the result. ଯଦି ଆପଣଙ୍କ ପାଖରେ ଧୈର୍ଯ୍ୟ ନାହିଁ ଆପଣ ବୋଧେ ଉତ୍ତମ ଫଳ ଦେଖିପାରିବେ ନାହିଁ You need power, also you need patience together. ଆପଣଙ୍କୁ ଶକ୍ତି ମଧ୍ୟ ଦରକାର ତା ସହିତ ଧୈର୍ଯ୍ୟ ମଧ୍ୟ ଦରକାର Listen carefully, your power without patience can be distracting. ଆଉ ଆପଣଙ୍କର ଶକ୍ତି ଆପଣଙ୍କ ଧୈର୍ଯ୍ୟ ବିହୁନେ ତାହା ସବୁ ନଷ୍ଟ କରିଦେବ So that's why you need patience, my dear church. ସେଥିପାଇଁ ପ୍ରିୟ ମଣ୍ଡଳୀ ଆପଣଙ୍କୁ ଧୈର୍ଯ୍ୟ ଦରକାର If you have patience, ଯଦି ଆପଣ ଧୈର୍ଯ୍ୟଶୀଳ slow and steady, ଧୀରେ ଧୀରେ slow and steady means there is dhira pani. Okay, slow and steady means there is dhira pani patara kate. Patkina khale जोर से अरे patara kati नहीं खाओ तो नहीं धीरे भी टुक भी पड़ो धीरे किंतु कंटिन्यू पेशेंस से देखिबे से patara kati. Hallelujah. Patience is important. Church, don't be impatient. ଆଉ ମଣ୍ଡଳୀ ପାଇଁ ଧୈର୍ଯ୍ୟ ଆବଶ୍ୟକତା ରହିଛି ଆପଣ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ Fourth is we learn. ଚାରୋଟି ବିଷୟ ଆମେ ଶିଖିଲେ What is number one in English? Number one, ଇଂରାଜୀରେ ପ୍ରଥମ ବିଷୟ love. Number two, joy. Number three, peace. Number four, long suffering, patience. Okay, ओडियाले एक प्रेम दुई आनंद तीन शांति चारि दीर्घ सहिष्णुता. Now Greek. Number one, agape. Number two, chara. Number three, eirene. Number four, macrothumia. Number five, ପଞ୍ଚମ ବିଷୟ kindness. ପରୋପକାରିତା Kindness. KINDENESS. Kindness. ओडिया रे परोपकारिता. इंग्लिश रे kindness. ग्रीक रे Chrestotes. CHRESTOTES. अवतरे CHRESTOTES. Chrestotes, that is kindness. ପରୋପକାରିତା That is the gentle heart of God. ତାହା ହେଉଛି ପ୍ରଭୁଙ୍କର ସେଇ ନମ୍ର ହୃଦୟ Gentle. Okay, Rudu ହୃଦୟ Okay, kindness. The heart is very kind. We say. ଆମେ କହୁ ତାର ହୃଦୟ ବହୁତ ଦୟାଳୁ ବା ପରୋପକାରିତା ତାର ହୃଦୟ ବହୁତ ବଢିଆ ହୃଦୟ ମାନେ kind person. So kindness is love with visible thing. Love in visible way format, that is kindness. ଆପଣ ପ୍ରେମ କରି ଜାଣିଛନ୍ତି କି କେମିତି ପ୍ରେମ କରି ଜାଣିଛୁ through kindness. Love can be expressed through kindness. ଆଉ ପ୍ରେମକୁ ଆମେ ଦୟାର ସହିତ ଆମେ ପ୍ରକାଶ କରିଥାଉ Without kindness you cannot love. ଆପଣ ଯଦି ଦୟା ନାହିଁ ତ ଆପଣ ପ୍ରେମ କରିପାରିବେ ନାହିଁ Your love will be shown in your kindness. ଆପଣଙ୍କର ଦୟାରେ ଆପଣଙ୍କ ପ୍ରେମ ଦେଖାଯିବ If I love my church, I will show my kindness to the church. ଯଦି ମଣ୍ଡଳୀକୁ ପ୍ରେମ କରିଥିବେ ମୋର ଦୟା ଦେଖାଇବା ଉଚିତ If I love my children, I should show my kindness to the children. ଆଉ ଯଦି ମୁଁ ଛୁଆଙ୍କୁ ପ୍ରେମ କରିଥିବି ତାଙ୍କୁ ମୁଁ ଦୟା ଦେଖାଇବାକୁ ପଡ଼ିବ So this is the gentle heart of God, that is kindness. ଆଉ ଏହା ହେଉଛି ସେ ପ୍ରଭୁଙ୍କର ସେ ଉତ୍ତମ ହୃଦୟ ତାହା ହେଉଛି ସେ ପରୋପକାରିତା କିମ୍ବା ଦୟା So this kindness is a visible aspect of the love. ଆଉ ଏହି ପରୋପକାରିତା କିମ୍ବା ଦୟା ତାହା ପ୍ରଭୁଙ୍କର ସେଇ ଦୟାକୁ ତା କାର୍ଯ୍ୟକୁ ଦେଖାଉଛି Many people they know God is very powerful, but very few people know that God is very kind.
ଆଉ ସମସ୍ତେ ଜାଣନ୍ତି ଯେ ପ୍ରଭୁ ବହୁତ ଶକ୍ତିଶାଳୀ ଅଟନ୍ତି କିନ୍ତୁ ଅତି କମ୍ ଜାଣନ୍ତି ସେ ଦୟାଳୁ ମଧ୍ୟ ଅଟନ୍ତି। You know, Jesus came to this world as a kind person. ଆଜି ଯୀଶୁ ଜଗତକୁ ଆସିଥିଲେ ଜଣେ ଦୟାଳୁ ବ୍ୟକ୍ତି ହିଁ ଆସିଥିଲେ। We know the very examples. He served the widows. ଆମେ ତାର ଉଦାହରଣ ଦେଖୁ ଯେ ସେ ବିଧବାଙ୍କ ସେବା କରୁଥିଲେ, He served the orphans. ଯେଉଁମାନେ ଅନାଥମାନେ ଥିଲେ ତାଙ୍କୁ ସାହାଯ୍ୟ He କରୁଥିଲେ, served the foreigners. ଆଉ ବିଦେଶୀମାନଙ୍କୁ ସେ ସାହାଯ୍ୟ He କରୁଥିଲେ, served the sinners. ପାପୀମାନଙ୍କୁ ସାହାଯ୍ୟ କରୁଥିଲେ, He served the outcasts. ଆଉ ଯେଉଁମାନେ ସମାଜରୁ ବାହାର ହୋଇଯାଇଛନ୍ତି ସେମାନଙ୍କୁ ସେବା କରୁଥିଲେ। That is the Christian aspect of kindness. ଆଉ ତାହା ହେଉଛି ସେ ଖ୍ରୀଷ୍ଟିଆନ ମାନଙ୍କର ସେଇ ଗୋଟେ ତାଙ୍କର ଅଂଶ ଅଟେ ତାଙ୍କ ଦୟା ଦେଖେଇବାର। ଆପଣ ଖ୍ରୀଷ୍ଟିଆନ ଅଛନ୍ତି, ଏତିକି ଆପଣ ଦେଖେଇବାକୁ ପଡ଼ିବ। What is that? ତାହା କ'ଣ ଅଟେ? Kind for the widows. ବିଧବାଙ୍କ ପ୍ରତି ଦୟା ଦେଖିବାକୁ Kind ପଡ଼ିବ, for the orphans. ଅନାଥମାନଙ୍କ ପ୍ରତି ଦୟା ଦେଖିବାକୁ ପଡ଼ିବ, Kind for the foreigners. ବିଦେଶୀମାନଙ୍କୁ ଦୟା ଦେଖିବାକୁ ପଡ଼ିବ, Kind for the sinners. ପାପୀମାନଙ୍କୁ ଦୟା ଦେଖିବାକୁ ପଡ଼ିବ, Kind for the outcasts. ଆଉ ସମାଜଚ୍ୟୁତ ଲୋକମାନଙ୍କୁ ଦୟା ଦେଖିବାକୁ ପଡ଼ିବ। Because that is what one aspect of the fruit of the Spirit. କାରଣ ତାହା ଗୋଟେ ଆତ୍ମିକ ଫଳର ଅଂଶ ଅଟେ। Kindness it demonstrates, reveals God's tenderness. ଆଉ ଏ ଦୟା ପ୍ରଭୁଙ୍କର ତାଙ୍କର ସେ ସୂକ୍ଷ୍ମତାକୁ, ସୂକ୍ଷ୍ମତା ଆନ୍ତରିକ ବିଷୟକୁ କୋମଳତାକୁ କୋମଳତା ହୃଦୟକୁ ପ୍ରକାଶ କରେ। Kindness is very powerful. ଆଉ ଦୟା ତାହା ବହୁତ ବଳବାନ ଅଟେ। You know, when you are showing kind, many times you are transforming the heart of many people. ଆପଣ ଜାଣନ୍ତି କି ଯେତେବେଳେ ଆପଣ ଅନ୍ୟମାନଙ୍କ ପ୍ରତି ଦୟା ଦେଖାଥାନ୍ତି ତାଙ୍କର ହୃଦୟକୁ ଆପଣ ପରିବର୍ତ୍ତନ କରିଥାନ୍ତି। You know, many people they see kindness of God or your kindness and they come to the Lord. They turn their lives to the Lord. ଆଉ ଅନେକ ଆପଣମାନଙ୍କର ଜୀବନରେ ଦୟାକୁ ଦେଖି ଆପଣ ଦୟାକୁ ପାଇ ସେମାନେ ପ୍ରଭୁଙ୍କ ନିକଟକୁ ଆସିଥାନ୍ତି। So your every kindness activities is like a sermon for other people. ଆପଣଙ୍କର ଦୟାର ଏବଂ ପରୋପକାରିତ ଗୋଟେ ଗୋଟେ କର୍ମ ତାହା ପ୍ରଭୁଙ୍କ ନିମନ୍ତେ ତାହା ସାକ୍ଷ୍ୟ ଅଟେ। ବାକ୍ୟ ପ୍ରଚାର କଲେ ବାକ୍ୟ ପ୍ରଚାର ଆପଣ କେତେ ବାକ୍ୟ ପ୍ରଚାର କରିଦିଅନ୍ତୁ, ଆପଣ ଟିକେ ଦୟା ଯଦି ଦେଖିଲେ ତାଠାରୁ ବଡ଼ ପ୍ରଚାର ଆଉ ନଥିବ। ଲୋକମାନେ ସେ ଦୟାରେ ବିଗଳିତ ହେଇଯିବେ, ଦୟାରେ ଆକ୍ରାନ୍ତ ହେଇ ଆସିବେ। ଆଜି ବହୁତ ଜଣ ଆଦିବାସୀ ଆଉ ଜଙ୍ଗଲ ଲୋକ ବହୁତ ଖ୍ରୀଷ୍ଟିଆନ ମାନେ ଆକ୍ଚୁଆଲି କାହିଁକି ଅଛନ୍ତି, ଆମର କ୍ୟାଥୋଲିକ ଲୋକମାନେ ବହୁତ ଦୟା ଦେଖିକି ସବୁ ଯୋଉ ସେବା କରିଛନ୍ତି ନା, ବହୁତ ଲୋକ ପ୍ରଭୁଙ୍କ ପାଖକୁ ଆଣିଛନ୍ତି ଆଉ ବହୁତ ଲୋକ ବିଶ୍ୱାସ ହେଇଛନ୍ତି ଏଇ ଦୟା ସକାଶେ। So kindness ବହୁତ ବଡ଼ ରୋଲ ଖେଳେ। ତ ସମସ୍ତ ବିଶ୍ୱାସୀ ମାନଙ୍କର ସେ କୋମଳ ହୃଦୟ, ସେ ଦୟାଳୁ ହୃଦୟ ରହିବା ନିହାତି ଦରକାର। We should have this kindness aspect of the fruit of the Spirit. ତେବେ ଆପଣଙ୍କ ଠାରେ ମଧ୍ୟ ସେଇ ଆତ୍ମିକ ଫଳର ସେଇ ଦୟାର ହୃଦୟ ସେ ରହିବା ଉଚିତ। Okay, in English now, number 1, ପ୍ରଥମ ବିଷୟ ଇଂରାଜୀରେ love. Number 2, English. Joy. Joy. Number 3, Peace. peace. Number 4, Forbearance. patience. Number 5, kindness. Okay, in Greek ଶିଖନ୍ତୁ। Number 1, Agape. agape. Number 2, chara. Number 3, Irene. eirene. Number 4, Macro. macrothumia. Number 5, Christotes. Number 6 is goodness. In English, goodness. ଷଷ୍ଠ ବିଷୟ ଭଦ୍ରତା। God is good. All that good. Say good ରୁ ଆସୁଛି goodness. ଉତ୍ତମତା. Okay, goodness. ଉତ୍ତମତା। Goodness. Agathosune. 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 In Odia, ভদ্রতা। ওড়িয়ারে কোন ভদ্রতা। Goodness means ভদ্রতা। এ বহুত ভদ্র ব্যক্তি, মানে গুড ব্যক্তি। ভদ্রতা জেন্টেল নুহ, জেন্টেল আসিব সেটা মৃদুতা। জেন্টেল মানে মৃদুতা, মনে রাখো। আমি জেন্টেল কু ভদ্র বলে ট্রান্সলেট করতে ওড়িয়ারে নাই। জেন্টেল হচ্ছে মৃদুতা, ভদ্রতা মানে গুডনেস। গুড পিপল, এ ভদ্র লোক মানে। ভদ্র লোক, বুঝিপারে সমস্তে? গুডনেস, that is one of the character of God. ଭଦ୍ରତା ଯାହାକି ପ୍ରଭୁଙ୍କର ଗୋଟେ ଗୁଣ ଅଟେ। And this goodness is holy character of action. ଆଉ ଏହା କାର୍ଯ୍ୟର ଗୋଟେ ପବିତ୍ର ଗୁଣ ଅଟେ। Okay. ପବିତ୍ର ଚରିତ୍ରର ଗୋଟେ କାର୍ଯ୍ୟ। We learn about kindness. ଆମେ ସେ ପରୋପକାରିତା ବିଷୟରେ ଶିଖିଲୁ, but goodness ଏ ଭଦ୍ରତା ତାଠାରୁ ଆହୁରି ପାଦେ ଆଗକୁ ବଢିକିରି। ବୁଝିପାରୁଛନ୍ତି? ଧ୍ୟାନ ଦିଅନ୍ତୁ, ଦିଟାର ଡିଫରେନ୍ସ ଜାଣନ୍ତୁ। ଭଦ୍ରତା ମାନେ ଓଡ଼ିଆରେ ତ ଭଦ୍ରତା ଜଣା ପଡେ ଗୁଡନେସ୍ ଆମେ ଜାଣୁଛୁ, ଗୁଡ୍ ଥିଙ୍ଗ, କିନ୍ତୁ ଇଆଡ଼େ ଅଛି ପରୋପକାରିତା।
kindness. Kind is different and good is different. Kindness and goodness, difference I'm saying now. পরোপকারিতা এবং ভদ্রতা তাহা ভিন্ন ভিন্ন। Kindness is, it is very tender hearted. ଆଉ ଭଦ୍ରତା ମାନେ ଦୀର୍ଘ ମାନେ ପରୋପକାରିତା ଆମର କୋମଳ ହୃଦୟକୁ ବୁଝେ। କୋମଳ ହୃଦୟ ବୁଝେ। ଆମ ହୃଦୟ ବହୁତ କୋମଳ ଅନ୍ୟମାନଙ୍କ ପାଇଁ ତ ଆମେ ଦୟା ଦେଖି ବୁଝିପାରିଲେ ତ ଏଟା ହଉଛି kindness. But what is goodness? କିନ୍ତୁ ଭଦ୍ରତା କ'ଣ ଅଟେ? Goodness, we are showing the righteousness of God. ଏହାର ଅର୍ଥ ପ୍ରଭୁଙ୍କର ଧାର୍ମିକତା ବିଷୟ ଧାର୍ମିକତାକୁ ଆମେ ପ୍ରକାଶ କରୁ goodness ଦ୍ୱାରା, କାରଣ God is good. ଓକେ, ଧାର୍ମିକତାକୁ ଆମେ ପ୍ରକାଶ କରିଥାଉ। Goodness loves truth enough to act. Means goodness, it has much more truth of God to act upon, to work upon. ଆଉ ଭଦ୍ରତାର ଅର୍ଥ ଈଶ୍ୱରଙ୍କ ସତ୍ୟତା ଈଶ୍ୱରଙ୍କ ଉତ୍ତମତା ତାହା ପ୍ରକାଶ କରିବା ଅଟେ। Once again, listen carefully. What is kindness and goodness difference? ଆମେ ଦେଖିବା ସେ ପରୋପକାରିତା ଏବଂ ଭଦ୍ରତା। Kindness is you are showing favor to other people. ପରୋପକାରିତାର ଅର୍ଥ ଆପଣମାନେ ଅନ୍ୟମାନଙ୍କୁ କିଛି ସାହାଯ୍ୟ କରୁଛନ୍ତି। But goodness, the righteousness of God. କିନ୍ତୁ ଭଦ୍ରତା ତାହା ଈଶ୍ୱରଙ୍କ ଧାର୍ମିକତା ଅଟେ। Every Christian ପ୍ରତ୍ୟେକ ଖ୍ରୀଷ୍ଟିଆନ who will hate evil, ଆଉ ସେମାନେ ମନ୍ଦତାକୁ ଘୃଣା ମନ୍ଦକୁ କରିବେ। ଘୃଣା କରିବେ. You will love righteousness. ଆପଣମାନେ ଭଦ୍ରତା ଶିଖିବେ। You will pursue justice. ଆଉ ସବୁବେଳେ ଆପଣମାନେ ନ୍ୟାୟର ଅନୁସରଣ କରିବେ। ନ୍ୟାୟ କୋଉଟା? ଏଟା ଅନ୍ୟାୟ ନାହିଁ। ଅନ୍ୟାୟ ଯାହା ଆଣିଛି ତାକୁ 4 ଗୁଣରେ ଫେରେଇ ନ୍ୟାୟର ସ୍ଥାନ ପାଇବ। ମନେ ରଖ, that is goodness. Goodness ମାନେ ଆମେ ଖାଲି ଉତ୍ତମ ବୋଲି ଭାବି ଦଉଛୁ ନାହିଁ। Goodness ର କେତେ ଅର୍ଥ ଦେଖ। God is good ବୋଲି ଯୋଉଟା କହୁଛୁ, ଜାଣି ରଖ what is good. God କଣ good ଏଟା ଧ୍ୟାନ ଦିଅନ୍ତୁ। It hates evil. ମନ୍ଦକୁ ଘୃଣା କରେ। It loves righteousness. ଧାର୍ମିକତାକୁ ପ୍ରେମ କରେ। It pursues justice. ସବୁବେଳେ ସେ ନ୍ୟାୟ ନ୍ୟାୟ ଅନ୍ୱେଷଣ କରେ। and defends vulnerable. It defends vulnerable. ମାନେ ମନ୍ଦ ବିଷୟ ଛୋଟା ଛୋଟି આપણા ଖରାପ ବିଷୟକୁ କ'ଣ କରିବ, ତାକୁ ପ୍ରୋଟେକ୍ଟ କରିବ, ତାକୁ ସାଇଡ୍ କରିବ, ତାକୁ ସେ ଦେଖିବ ନାହିଁ। and goodness reflects the God's holiness. ଆଉ ତାହା ଈଶ୍ୱରଙ୍କ ପବିତ୍ରତାକୁ ମଧ୍ୟ ପ୍ରକାଶ କରେ। Listen carefully, your goodness shows the holiness of God. ଆପଣଙ୍କର ଭଦ୍ରତା ଈଶ୍ୱରଙ୍କ ପବିତ୍ରତାକୁ ପ୍ରକାଶ କରିବ। God is good all the time, God is holy all the time. ଈଶ୍ୱର ସବୁବେଳେ ଉତ୍ତମ, ତାହାର ଅର୍ଥ ଈଶ୍ୱର ସବୁବେଳେ ପବିତ୍ର। Hallelujah. Listen carefully, goodness has so much power. ଆଉ ଭଦ୍ରତାର ବହୁତ ଶକ୍ତି ଅଛି। And listen carefully, goodness, it may contradict when you understand. ଆଉ ଉତ୍ତମତାକୁ ଯଦି ଆପଣ ବୁଝିବେ ତାହା ଅନେକ ବିଷୟକୁ ତା ବାଧା ଦେବ। Think about Jesus. ଯୀଶୁଙ୍କ ବିଷୟରେ ଚିନ୍ତା କରନ୍ତୁ। Jesus, he ate with the sinners. ଆଉ ସେମାନେ ପାପୀମାନଙ୍କ ସହିତ ଭୋଜନ ପାନ କରୁଥିଲେ। Listen, Jesus ate with the sinners. ଆଉ ପାପୀମାନଙ୍କ ସହିତ ଭୋଜନ ପାନ କରୁଥିଲେ। Righteous people, they said, ଧାର୍ମିକ ଲୋକମାନେ କହିଲେ this man is eating with the sinners. He is a sinner. ଏହି ବ୍ୟକ୍ତି ଜଣେ ସେ ପାପୀମାନଙ୍କ ମଧ୍ୟରେ ଖାଦ୍ୟ ଖାଉଛି। ये पापीମାନଙ୍କ ସାଙ୍ଗରେ ରହିଲା, ପାପୀମାନଙ୍କ ଖାଦ୍ୟ ଖାଉଛି। ଏରା ପାପୀ ଲୋକ, ଏରା ଭଲ ଲୋକ। The judgment is coming. ଆଉ ଏଠାରେ ବିଚାର ଆସୁଛି। So my dear church, Jesus welcomed sinners, yet he confronted the hypocrisy. ଆଉ ଯୀଶୁ ସେ ପାପୀମାନଙ୍କୁ ସ୍ୱାଗତ କରୁଥିଲେ, କିନ୍ତୁ ତା ସହିତ ସେ ମନ୍ଦ ବିଷୟକୁ ମଧ୍ୟ ବିରୋଧ ମଧ୍ୟ କରୁଥିଲେ। He confronted the hypocrisy, କପଟତାକୁ ସେ ସାମ୍ନା କଲେ। କପଟତା କ'ଣ? ପାପୀ ସାଙ୍ଗରେ ରହିଲେ ବି ପାପ ଶୂନ୍ୟ ହେଇକି ରହିଲେ, ନିଷ୍ପାପୀ ହେଇକି ରହିଲେ। ପାପ ତାଙ୍କୁ ଏଲାଉ କରିବା ପାଇଁ ଦେଲେ ନାହିଁ, ପାପକୁ ଏଲାଉ ହେବା ପାଇଁ ଦେଲେ ନାହିଁ ସେ ନିଜେ। ହାଲେଲୁୟା। This is the hypocrisy-କୁ ସେ ପୁରା ରେଷ୍ଟ୍ରେନ୍ କଲେ, ଦୂରରେ ରଖିଲେ। ଆଉ ଏଇପରି ସେ ଲୋକମାନଙ୍କ କପଟତାକୁ ସେ ବିରୋଧ କରି ତାଠୁ ଦୂରରେ ରହିଲେ। And he encountered one thing. ଆଉ ଗୋଟେ ବିଷୟ ତାର ସାମ୍ନା ସାମ୍ନା କଲେ। କଲେ। People brought one woman. ଗୋଟେ ସ୍ତ୍ରୀ ଲୋକକୁ ଆଣିକି ଲୋକମାନେ ଆଣି ତାଙ୍କ ଠାରେ ପହଞ୍ଚିଲେ। And they said, ସେମାନେ କହିଲେ she is caught red-handed in adultery. ଆଉ ବ୍ୟଭିଚାର କରୁଥିବା ସମୟରେ ସେ ମାନେ ଧରା ରଙ୍ଗାରଙ୍ଗାକୁ ଧରିଛି। What did Jesus say? ଯୀଶୁ କ'ଣ କହିଲେ ତାଙ୍କୁ? Go in peace ତୁ ଶାନ୍ତିରେ ଚାଲିଯାଅ and don't sin anymore. ଆଉ ତୁମେ ଆଉ ଥରେ ପାପ କର ନାହିଁ, ସେଇଟା ହଉଛି goodness. ଆଉ ଥରେ ପାପ କର ନାହିଁ ହଉଛି goodness. ଗୋ ପାପ କ୍ଷମା କରି ତାକୁ ଛାଡ଼ିଦେଲେ, kindness, ଦୟା ଦେଖେଇଲେ, ପାପ କ୍ଷମା କରିଦେଲେ ଏବଂ goodness ଦେଖେଇଲେ। ଆଉ ପାପ କେବେ କରିବୁ ନାହିଁ, ଧାର୍ମିକତାରେ ବଞ୍ଚିବୁ, ପାପକୁ ଘୃଣା କରିବୁ, ପ୍ରଭୁରେ ବଢ଼ିବୁ। ସେଟା ହଉଛି goodness। ଏବେ ବୁଝିପାରିଲେ goodness and kindness? Okay. Hallelujah. Hallelujah. How many of you remember one place it is written in the Bible, the mercy and the truth
meet together. ବାଇବେଲରେ ଗୋଟେ ସ୍ଥାନରେ ଲେଖା ଅଛି ସେଠାରେ ଦୟା ଏବଂ ସତ୍ୟତା ସେମାନେ ମିଳିତ ଭାବେ ଥାନ୍ତି। ମିଳିତ ହେଲେ ଦୟା ଏବଂ ସତ୍ୟତା ପରସ୍ପର ଚୁମ୍ବନ କଲେ। ମନେ ପଡୁଛି ଗୀତ ସଂହିତା ଲେଖା ଅଛି। ଆମେ ସରି ରେଫରେନ୍ସ ପାଇପାରିଲି ନାହିଁ ସେଟା ମାନେ ଖୋଜିଲି ପାଇପାରିଲି ନାହିଁ, କିନ୍ତୁ ଗୋଟେ ଜାଗାରେ ଲେଖା ଅଛି ଦୟା ଏବଂ ସତ୍ୟତା ପରସ୍ପର ଚୁମ୍ବନ କଲେ at the cross. Okay, so what is the mercy and the truth? ତେବେ ଦୟା ଏବଂ ସତ୍ୟତା କ'ଣ ଅଟେ? This is the good things and the kind things. ଆଉ ଏହା ସେ ଉତ୍ତମତା ଭଦ୍ରତା ଏବଂ ତାହା ଦୟା ବିଷୟ। Goodness sometimes speak difficult truth because healing matters, because healing is important. ଆଉ ଭଦ୍ରତା ବେଳେବେଳେ ବହୁତ କଠିନ ବିଷୟ ଜଣାଇଥାଏ କାରଣ ସୁସ୍ଥତାର ଆବଶ୍ୟକତା ରହିଥାଏ। So church, we should long for goodness always. ସବୁବେଳେ ଆମେ ମାନେ ସେଇ ଉତ୍ତମତାର ଅନ୍ୱେଷଣ କରିବା। ଉତ୍ତମତା ତ ନାହିଁ, ଭଦ୍ରତା ଭଦ୍ରତାକୁ ଅନୁସରଣ କରିବା। ଓଡ଼ିଆରେ କୁହନ୍ତୁ 1 ପ୍ରେମ, 2 ଆନନ୍ଦ, 3 ଶାନ୍ତି, 4 ଦୀର୍ଘସହିଷ୍ଣୁତା, 5 ପରୋପକାରିତା, 6 ଭଦ୍ରତା। In English 1 love, love, 2 joy, 3 peace, peace, 4 forbearing, patience or long suffering, 5 kindness, 6 goodness. Greek ରେ କୁହନ୍ତୁ number 1 agape, agape। ଦେଖ କି କହିଲି ବୋଲେ ଆପଣ ମାନେ ଘୁଷି ଦେବେ, ମନେ ରହିଯିବ। କେତେ ସୁନ୍ଦର ଟିଚର ମୁଁ ଦେଖ। number 1 agape, number 2 skara, Khara, number 3 irene, Eirene, number 4 macro, macrothumia, number 5 Christotes, Christotes, number 6 agathosune, number 7 is faithfulness, ଆଉ ସପ୍ତମ ବିଷୟ ବିଶ୍ୱସ୍ତତା। ବିଶ୍ୱସ୍ତତା, faithfulness, ବିଶ୍ୱସ୍ତ ହେବା। faithfulness, ବିଶ୍ୱସ୍ତତା। In Greek pistis, pistis, P-I-S-T-I-S, P-I-S-T-I-S, pistis. This faithfulness means to be loyal to the covenant. ଆଉ ବିଶ୍ୱସ୍ତ ହେବାର ଅର୍ଥ ସେ ନିୟମ ପ୍ରତି ଚୁକ୍ତି ପ୍ରତି ସଚ୍ଚୋଟତା, ସଚ୍ଚୋଟ ବିଶ୍ୱସ୍ତତା ହେବା। ଯୋଉ ଚୁକ୍ତି କରାଇଥିବ ସେଥି ପ୍ରତି ସଚ୍ଚୋଟତା ହେବା, ସେଟା ହେଉଛି faithfulness. ହାଲେଲୁୟା। ଆପଣ ମାନଙ୍କୁ 10 ରୁ 5 ଚାକିରି କରିବାର ଅଛି। faithfulness ହେଉଛି 10 ରୁ 5। ସେଟା ହେଉଛି ଚୁକ୍ତି ପ୍ରତି ଆପଣ ସଚ୍ଚୋଟ। ବୁଝିପାରିଲେ? that is what ସଚ୍ଚୋଟତା, ଚୁକ୍ତି ପ୍ରତି ସଚ୍ଚୋଟତା। ଆପଣଙ୍କୁ ଏତିକି ସମୟରେ ଏତିକି କରିବାର ଅଛି, ସେତିକି ସମୟ ସେତିକି କରିବେ। ହୋମୱାର୍କ ଦେଇଥିବ 2 ପେଜ ଲେଖି ଆଣିବାର ଅଛି, 2 ପେଜ ଲେଖିବାଟା ହେଉଛି ଆପଣଙ୍କର ସଚ୍ଚୋଟତା। କାହିଁ ମୁଁ ବି ଏବେ ଆସାଇନମେଣ୍ଟ କରୁଛି, ଆମକୁ କେବେ ଏତିକି ପେଜ ଲେଖିବାର ଅଛି, ସେତିକି ପେଜ ଲେଖିବାଟା ହିଁ ଆପଣଙ୍କର ସଚ୍ଚୋଟତା। ବଡ଼ ବଡ଼ କରି ଲେଖିଦେଇକି ବି ପଠେଇ ଦେଉଛୁ ଆମେ ପେଜ ନେଇ। Anyway, we have to be faithful. ଆମକୁ ବିଶ୍ୱସ୍ତ ରହିବାର ଅଛି। Faithful is very important attribute of God. ଆଉ ଈଶ୍ୱରଙ୍କର ଠାରେ ସେ ବିଶ୍ୱସ୍ତତା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ତାଙ୍କ ଚରିତ୍ର ଅଟେ। If you will see human history, ଯଦି ଆପଣ ମାନବ ସମାଜର ଲୋକମାନଙ୍କର ଇତିହାସ ଜୀବନକୁ ଦେଖିବେ ଯଦି ଦେଖିବେ, full of brokenness, breaking their ଚୁକ୍ତି, breaking their oath. ଆପଣ ଦେଖିଥିବେ ସେମାନେ ତାଙ୍କର ଯୋଉ ଚୁକ୍ତି କରିଥାନ୍ତି ସବୁବେଳେ ତାକୁ ସେମାନେ ଭାଙ୍ଗି ଦେଇଥାନ୍ତି। Always they break their promises. ଆଉ ତାଙ୍କର ପ୍ରତିଜ୍ଞା ସମୟକୁ ସବୁବେଳେ ସେ ଭାଙ୍ଗି ଦେଇଥାନ୍ତି। That is their କଣ ଚୁକ୍ତିକୁ ଭାଙ୍ଗି ଦେବାଟା ସେଇଟା faithfulness ନୁହଁ। 1 ତାରିଖ ଆସିଗଲା, ସବୁ ଦିନ ପ୍ରତିଦିନ ଅଭିବୃଦ୍ଧି ବଢ଼େଇବି ଚୁକ୍ତି। ଆଉ ଚୁକ୍ତିକୁ ଯଦି ଭାଙ୍ଗି ଦେଲୁ ତାହେଲେ ଆମେ ବିଶ୍ୱସ୍ତ ହେଇପାରିଲୁ ନାହିଁ, ଅବିଶ୍ୱସ୍ତ ହେଇଗଲୁ। ମୁଁ ସବୁଦିନ ଚର୍ଚ୍ଚ ପାଇଁ ଅଧା ଘଣ୍ଟା ଝାଡୁ କରିବି, କରିଲେ ବିଶ୍ୱସ୍ତତା ରହିଲେ, କରିଲେ ନାହିଁ ଆପଣ ଅବିଶ୍ୱସ୍ତତା ରହିଲେ। ମୁଁ ସକାଳୁ ଚର୍ଚ୍ଚ ଆରମ୍ଭ ହେବା ଆଗରୁ ସବୁ ଚେୟାର ଆସିକି ପୋଛାପୋଛି କରିବି। ଆପଣ ଚୁକ୍ତି କଲେ ଈଶ୍ୱରଙ୍କ ସାଙ୍ଗରେ, ଆପଣ କଲେ ଆପଣ ବିଶ୍ୱସ୍ତତା ରହିଲେ। ମୁଁ ସବୁ ଦଶ ମାସ ପୁରା ଦେବି, ଆପଣଙ୍କର ଚୁକ୍ତି। ମୁଁ ମାସକୁ ଏତିକି ଦାନ ଦେବି, ଆପଣଙ୍କ ଚୁକ୍ତି। ମୁଁ ଏଇ ପାଷ୍ଟରକୁ ଏତିକି ସାହାଯ୍ୟ କରିବି, ଆପଣଙ୍କର ଚୁକ୍ତି। ମୁଁ ଏଇ ମିନିଷ୍ଟ୍ରି ପାଇଁ ଏଇ ହିସାବରେ ସାହାଯ୍ୟ କରିବି, ଆପଣଙ୍କର ଚୁକ୍ତି। ମୁଁ ଏଇ ପରିବାର ପାଇଁ ଏତିକି ସମୟ ପ୍ରାର୍ଥନା କରିବି, ଆପଣଙ୍କର ଚୁକ୍ତି। ମୁଁ ପ୍ରାର୍ଥନାରେ ଏତିକି ସମୟ ବିତେଇବି, ଆଉ ଏଇମାନଙ୍କ ପାଇଁ ପ୍ରାର୍ଥନା କରିବି, ଆପଣଙ୍କର ଚୁକ୍ତି। ଆପଣଙ୍କର ଚୁକ୍ତିକୁ ଯଦି ଭାଙ୍ଗିଲେ ଆପଣ ଅବିଶ୍ୱସ୍ତ ହେଇଗଲେ। ଆପଣ କୁହନ୍ତୁ ନାହିଁ କ'ଣ କରିପାରିଲି ନାହିଁ, ଆପଣ ବିଶ୍ୱସ୍ତ ହେଇପାରିଲେ ନାହିଁ। And God is so good, ଆପଣଙ୍କୁ ଶେଷରେ ଏତିକି ଖାଲି କହିବେ you are faithful, ବିଶ୍ୱସ୍ତତା ଆସିବେ। ବୁଝିପାରିଲେ ବିଶ୍ୱସ୍ତତାର ଅର୍ଥ? Faithfulness is very important. ଆଉ ବିଶ୍ୱସ୍ତତା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। Faithfulness means you will remain steady
କାର୍ଯ୍ୟରେ ବିଶ୍ୱସ୍ତ ସେତେ ଲାଗି ରହିଛନ୍ତି। Faithfulness means you will remain loyal. ତାର ଅର୍ଥ ଆପଣ ଗୋଟେ ବିଷୟ ପ୍ରତି ସବୁବେଳେ ଆପଣ ମାନେ ବିଶ୍ୱସ୍ତ ଏବଂ ତା ପ୍ରତି Faithfulness ଲାଗି means ରହିଛନ୍ତି। you will remain dependable. ନିର୍ଭରଯୋଗ୍ୟ। ନିର୍ଭରଯୋଗ୍ୟ ହେଉଛନ୍ତି। এই ଲୋକକୁ ବିଶ୍ୱାସ ନାହିଁ ହଁ କହିବେ କି ନାହିଁ କହୁଛୁ କି ନାହିଁ କହୁଛୁ କି ନାହିଁ এই ଲୋକକୁ ବିଶ୍ୱାସ ନାହିଁ ୟାକୁ ଦେବା ନାହିଁ ୟାକୁ ଧରେଇବା ନାହିଁ ୟାକୁ ଲିଡର କରିବା ନାହିଁ କାରଣ ତାର ବିଶ୍ୱାସ ନାହିଁ ବିଶ୍ୱାସ ଯୋଗ୍ୟ godly men we should be faithful people of godly people should be faithful people of God. ଆଉ ପ୍ରଭୁଙ୍କ ଲୋକମାନେ ସେମାନେ ବିଶ୍ୱସ୍ତ ହେବାର ଉଚିତ। Remember one thing, one sentence ଆଗ ଶୁଣନ୍ତୁ ତାପରେ ଦେଖିବେ। Our relationship with God or anyone, relationship starts with love and it continues with faithfulness. ଆଉ ଗୋଟେ ସମ୍ପର୍କ ପ୍ରେମରୁ ଆରମ୍ଭ ପ୍ରେମରୁ ଆରମ୍ଭ ହବ କିନ୍ତୁ ବିଶ୍ୱସ୍ତତା ହିଁ ତାକୁ ଚଳେଇ ନେବ ପଡେଇବ ମନେ ରଖନ୍ତୁ husband or wife or you are ଚୁକ୍ତି with God church member ହେଲ ଯାହା ବି ହେଲ because of the love you started the relationship but it will continue only with the faithfulness. ବିଶ୍ୱସ୍ତତା ହିଁ ୟାକୁ କଣ୍ଟିନ୍ୟୁ ନେଇ ପାରିବ ଅବିଶ୍ୱସ୍ତତା କେବେ ବି କଣ୍ଟିନ୍ୟୁ ନେଇ ପାରିବ ନା ଆପଣଙ୍କୁ ଅଧୀରା ଛିଡ଼େଇ ବୁଝିପାରିଲେ ସମସ୍ତେ ବିଶ୍ୱସ୍ତତାର କେତେ ଗୁରୁତ୍ୱ ରହିଛି how important is faithfulness. It is faithfulness will carry you with the thing that you have started that your relationship. ଆଉ ବିଶ୍ୱସ୍ତତା ଆପଣଙ୍କୁ ଯେଉଁ ସମ୍ପର୍କ ଆପଣ ପ୍ରେମରେ ଆରମ୍ଭ କରିଥିଲେ ସେଥିରେ ଆପଣଙ୍କୁ ପଢ଼ାଇ ନେବାରେ ସାହାଯ୍ୟ କରେ। So that is what the faithfulness is very important in Christian life. ସେଇଥିପାଇଁ ବିଶ୍ୱସ୍ତତା ଖ୍ରୀଷ୍ଟ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। Many people they start very well but they cannot finish because of their unfaithfulness. ଅନେକ ଲୋକମାନେ ବହୁତ ଉତ୍ତମରେ ଆରମ୍ଭ କରନ୍ତି କିନ୍ତୁ ତାଙ୍କର ଅବିଶ୍ୱସ୍ତତା ସକାଶୁ ସେମାନେ ତାଙ୍କର ସମ୍ପର୍କରେ ଆଗକୁ ବଢି ପାରନ୍ତି ନାହିଁ। Faithfulness means becoming dependable in this changing world. ଆଉ ଏହି ଜଗତରେ ପରିବର୍ତ୍ତିତ ଜଗତରେ ଗୋଟେ ନିର୍ଭର ଯୋଗ୍ୟ ହେବାର ହିଁ ଅର୍ଥ ବିଶ୍ୱସ୍ତତା। ପରିବର୍ତ୍ତିତ ଜଗତରେ ଆମେ ଗୋଟେ ନିର୍ଭର ଯୋଗ୍ୟ ବ୍ୟକ୍ତି ପାରିବ ନାଇଁ ବାବୁ ଏମାନଙ୍କର ମନ ଟିକେ ବଦଳି ଯାଉଛି ଜଣେ କହିବ ନାଇଁ ୟାକୁ ଆମେ କେବେ ଡାଉଟ୍ କରିପାରିବା ନାହିଁ ଏମିତି ଯଦି କହିଲେ ମାନେ ଆମେ ବିଶ୍ୱସ୍ତ ହାଲେଲୁୟା। That is what God is looking for such kind of people. ଏହିପରି ଲୋକଙ୍କୁ ପ୍ରଭୁ ଦେଖାଉଛନ୍ତି। You know this world is celebrating talents. ଆଉ ଏହି ଜଗତ ଲୋକମାନଙ୍କର ତୋଡ଼ାକୁ ତାଙ୍କର ଟ୍ୟାଲେଣ୍ଟ ଗୁଡ଼ିକୁ ସେ ପାଳନ କରୁଛନ୍ତି। ହଁ କି ନାହିଁ କାଲିକି ଯେତେବେଳେ ଫାଇନାଲ ହେବ ଟ୍ୟାଲେଣ୍ଟ ଦେଖିକି ତାଳି ମାରିବେ ସମସ୍ତେ ବଟ୍ ଗଡ୍ ପାଖକୁ ଗଲେ ଆପଣଙ୍କର ଫେଥଫୁଲନେସ୍ ଦେଖିକି ହାଲେଲୁୟା ଆପଣଙ୍କର ଟ୍ୟାଲେଣ୍ଟ ଦେଖିକି ନାହିଁ ପାଞ୍ଚଟା ଟ୍ୟାଲେଣ୍ଟକୁ ପାଞ୍ଚଟା କରିକି ଦଶଟା କରିଦେଲେ ବୋଲିକିରି 10 ହେଇଗଲା ବୋଲିକି ପ୍ରଭୁ କରିଦେଲେ ତାଳି ମାରିବେ ନାହିଁ ଆପଣ ପାଞ୍ଚଟାରେ ବିଶ୍ୱାସ ଦେଲେ ସେଥିରୁ ପ୍ରଭୁ ତାଳି ମାରିବେ ଆଉ ଯେତେବେଳେ ଗ୍ରହଣ କରିବେ କହିବେ ଉତ୍ତମ ଏବଂ ବିଶ୍ୱସ୍ତ ଦାସ ବୋଲି କହିବେ ପୁରା ଟ୍ୟାଲେଣ୍ଟେଡ ଲୋକ ଆ ସ୍ୱର୍ଗକୁ ଆଗରୁ କହିବେ ନାହିଁ ବିଶ୍ୱସ୍ତ ଲୋକ ଆ ସ୍ୱର୍ଗକୁ ଆଗରୁ ହାଲେଲୁୟା। ଆପଣ ଯଦି ପଢିଛନ୍ତି ବାଇବେଲ ଲେଖା ଅଛି ଉତ୍ତମ ବିଶ୍ୱସ୍ତ ଦାସ ବୋଲି ପ୍ରଭୁ ଗ୍ରହଣ କରିବେ ଟ୍ୟାଲେଣ୍ଟେଡ ଦାସ ବୋଲି ନାହିଁ ମୋ ପାଇଁ ବେଶୀ ବ୍ୟବହାର ହେଲା ବହୁତ ଟ୍ୟାଲେଣ୍ଟ ରଖିଲୁ ନାହିଁ ବିଶ୍ୱସ୍ତ ଦାସ। Listen carefully. The world is measuring people with the talent, but God is measuring His people with the faithfulness. ଆଉ ଏହି ଜଗତର ଲୋକମାନଙ୍କର ଟ୍ୟାଲେଣ୍ଟ ତୋଡ଼ାକୁ ଦେଖି ତାଙ୍କୁ ବିଚାର କରନ୍ତି କିନ୍ତୁ ପ୍ରଭୁ ଲୋକଙ୍କର ବିଶ୍ୱସ୍ତତା ଦେଖି ତାଙ୍କୁ ଗ୍ରହଣ କରିଥାନ୍ତି। In Odia number 1 ପ୍ରେମ number 2 ଆନନ୍ଦ number 3 ଶାନ୍ତି number 4 ଦୀର୍ଘ ସହିଷ୍ଣୁତା number 4 ପରୋପକାରିତା number 5 ଭଦ୍ରତା number 6 ଭଦ୍ରତା number 7 বিশ্বস্ততা। Okay, now in English number 1 love 2 joy 3 peace 4 patience or long suffering 5 kindness 6 goodness 7 faithfulness. In Greek number 1 agape number 2 chara number 3 eirene number 4 macrothumia number 5 Christotes number 6 agasosune number 7 peace and number 8 is gentleness. ଅଷ୍ଟମ ପଏଣ୍ଟ ମୃଦୁତା। ମୃଦୁତା gentleness ବହୁତ ଜେଣ୍ଟଲ ଲୋକ ମାନେ ଭଦ୍ର ନାହିଁ ମୃଦୁତା ଜେଣ୍ଟଲ ମାନେ ମୃଦୁତା ମନେ ରଖ ଗୁଡନେସ୍ ବୋଲେ ଭଦ୍ର ଜେଣ୍ଟଲ ମାନେ କଣ ମୃଦୁତା ତାର ଅର୍ଥ ବୁଝେଇବି ଆପଣଙ୍କ ଜଣେ ଆଉ ଗୋଟେ କଥା କହିଲେ ନମ୍ରତା। ଓକେ ଓକେ gentleness mruduta in Greek proutes P R A U T E S
P-R-A-U-T-E-S. Proudness. P-R-A-U-T-E-S. Proudness. Gentleness. মৃদুতা, That is governing by the love. প্রেম দ্বারা পরিচালনা পরিচালনা করিবা, Governing by love. প্রেম দ্বারা পরিচালিত। Many times gentleness is misunderstood. অনেক সময় মৃদুতাକୁ ভুল ହିସାବରେ ନିଆଯାଏ। We think it is a weakness of people. ଆମେ ଭାବୁ ଏହା ଲୋକମାନଙ୍କର ଗୋଟିଏ ବ୍ୟବସାୟ ଅଟେ। The weakness of people. ଦୁର୍ବଳତା ଅଟେ। ଦୁର୍ବଳତା ବୋଲି ଭାବିଥାଉ। ଦୁର୍ବଳତା ବୋଲି। Hello, ଇଆଡ଼େ ଦେଖ। Jesus is gentle. ଆଉ ଯୀଶୁ ମୃଦୁ ଥିଲେ। ଏ ବିଶ୍ୱାସ କରୁଛନ୍ତି। Jesus is gentle. Hello, ତାଳି ନାହିଁ, ହାତ ଉଠା। ଯୋଉମାନେ ବିଶ୍ୱାସ କର, Jesus is gentle. Okay, Jesus is gentle. ଯେତେବେଳେ ମନ୍ଦିରକୁ ଗଲେ ସବୁ ଏରା ସବୁ ବାକାବାକି କରି ଫିଙ୍ଗି ଦେଲେ, ଇଆଡ଼େ ସିଆଡ଼େ ଫୋପାଡ଼ି ଦେଲେ, ସବୁ ବାରା ସବୁ ଉଡ଼େଇ ଦେଲେ, ସବୁ ଫିଙ୍ଗେଇ ଦେଲେ, ଏସବୁ ଗାଳି କଲେ, କୋଡ଼ା ମାରି ଧୁମଧାମ ମାରିଲେ। Gentle Jesus. Jesus is gentle. ଏଟା gentle କି? Yes. Hallelujah. Yes. ଆମେ ବୁଝେଇଦେବି, ଆପଣମାନେ ବୁଝିପାରିବେ। Hallelujah. It is not the weakness. ଏହା ଦୁର୍ବଳତା ନୁହେଁ। Jesus turned the tables in the temple, but he himself called, I am gentle. ଆଉ ସେ ମନ୍ଦିରର ମେଜକୁ ଉଲ୍ଟାଇ ପକାଇଲେ, କିନ୍ତୁ ସେ ନିଜେ ନିଜକୁ ନମ୍ର ରଖିଥିଲେ। ନାଇଁ, ସେ ନିଜକୁ କହିଲେ ମୁଁ ମୃଦୁଶୀଳ। କୋଉଠି ଲେଖା ଅଛି? ଟିକେ କୁହନ୍ତୁ, ରେଫରେନ୍ସ କହିଲେ ଭଲ ଲାଗିବ ଆପଣମାନେ ଲୋକ ଶୁଣିବେ। କୋଉଠି ଲେଖା ଅଛି ମୁଁ ମୃଦୁଶୀଳ? ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ। ମାଥିଉ 11 ପର୍ବର 29 ପଦରେ ଲେଖା ଅଛି। ହାଲେଲୁୟା। 28 ରେ ଲେଖା ଅଛି, ଏହି ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ। ହାଲେଲୁୟା। I am gentle. I am gentle. Jesus is gentle. ମୁଁ ମୃଦୁ ছিল। What is gentle in gentle in Greek? Greek रे कौन gentle को? Proudness. Proudness. Okay. Listen here. ଆରେ ଶୁଣନ୍ତୁ, Gentleness is strength restrained by wisdom. ଆଉ ମୃଦୁତାକୁ ହେଉଛି ତାହା एक तो शक्ति थी वो, किंतु बुद्धिर सहित से शक्ति को भी तुम्हें कंट्रोल कर रखिबा। बुझिबा लगे? तुम्हारा शक्ति अछि, किंतु ए मृदुता सकाश से शक्ति को संपूर्ण व्यवहार न करिके भी कंट्रोल करिके तेरा विषय को ये कर पारबो, माने परिचालन करिबा। सेटा होची माने भद्रता, माने कोन भद्रता नहीं कोन मृदुता, gentleness. You have seen many people, they lose their temper. ଆପଣ ଦେଖିଛନ୍ତି ଅନେକ ଲୋକ Short ସେମାନେ temper लोग ଆଉ ସେମାନେ ତାଙ୍କର କ୍ରୋଧ କରି ବସନ୍ତି, ସେମାନେ ସହି ପାରନ୍ତି ନାହିଁ। short temper बोली कहू कि नहीं हमें ओडिया रे कोन short temper बोले, इंग्लिश समझे कोई जानि छ हम कि short temper ओडिया रे कोन जानि छ मु कहि देबी नाकरे राग अछि बोली हम कि नहीं ईटा नाकरे राग short temper या तो विषय नहीं या के सामने मुझे होता नाकरे राग अछि बोली कहि short temper people ଆଉ ଏ ବୋଲି ଅଳ୍ପ ବିଷୟ ରାଗିଲା ଲୋକମାନେ, they lose their temper, ଆଉ ସେମାନେ ରାଗି ଯାଆନ୍ତି। but few people they control their temper. କିନ୍ତୁ ଅନେକ ଅଳ୍ପ ଲୋକ ଅଛନ୍ତି ଯେଉଁମାନେ ତାଙ୍କ ରାଗକୁ ନିୟନ୍ତ୍ରଣ କରିପାରନ୍ତି। Anyone can dominate, but few will be humbly they serve. ଆଉ ସମସ୍ତେ ସେମାନେ କ୍ରୋଧ କରିପାରିବେ, କିନ୍ତୁ ଅଳ୍ପ ଅଛନ୍ତି ଯେଉଁମାନେ ତାହାକୁ କଣ୍ଟ୍ରୋଲ କରିକି କାର୍ଯ୍ୟ କରିପାରିବେ। My dear church, ପ୍ରିୟ ମଣ୍ଡଳୀ, gentleness means you have strength, but you know how to control your strength. ଆଉ ମୃଦୁତାର ଅର୍ଥ ଆପଣଙ୍କଠାରେ ବଳ ଅଛି, କିନ୍ତୁ ଆପଣ ଜାଣନ୍ତି ତାହାକୁ କେମିତି ବ୍ୟବହାର କରିବାର ଅଛି, ନିୟନ୍ତ୍ରଣ କରିବାର ଅଛି। Every Christian should have gentleness. ସମସ୍ତ ଖ୍ରୀଷ୍ଟିଆନଙ୍କ ପାଖରେ ସେଇ ମୃଦୁତା ରହିବା ଆବଶ୍ୟକ। You have power with you, ଆପଣଙ୍କଠାରେ ସେ ଶକ୍ତି ଅଛି, but you will know how to control your power. କିନ୍ତୁ ଆପଣ ଜାଣିଅଛନ୍ତି ସେଇ ଶକ୍ତିକୁ କିପରି ନିୟନ୍ତ୍ରଣ କରିବାର You know, ଅଛି। when the doctor is entering into operation theater, he has sharper knives. ଆଉ ଯେତେବେଳେ ଜଣେ ଡାକ୍ତର ସେ ତାଙ୍କର ଅପରେସନ ରୁମକୁ ଯାଆନ୍ତି, ସେଟା ତାଙ୍କ ପାଖରେ ସେ ଧାରର ସେ ଧାର ଛୁରୀ ସବୁ ଛୁରୀ ଥିବ, ଥାଏ। but he knows how to use them. କିନ୍ତୁ ସେ ଜାଣନ୍ତି ସେ ତାହାକୁ କିପରି ବ୍ୟବହାର କେମିତି କରିବାର ଅଛି। କଣ୍ଟ୍ରୋଲ କରିବା କଥା ଭଲ ଭାବେ ଜାଣିଛନ୍ତି। ହାଲେଲୁୟା। That is what the gentleness of Christian is. ଆଉ ଖ୍ରୀଷ୍ଟିଆନ ମାନେ ସେଇପରି ମାନେ ମୃଦୁ ହେବାର ଉଚିତ। ସେ ନାଇଫର ପାୱାର ଅଛି ଜୀବନ ନେଇ ଯିବା ପାଇଁ, କିନ୍ତୁ ଜୀବନକୁ ବଞ୍ଚାଇ ଦିଅନ୍ତି ସେ ନାଇଫର। ହାଲେଲୁୟା। This is what the Christian gentleness is. ଆଉ ସେ ଛୁରୀର ଶକ୍ତି ଅଛି ଯେ ସେ ଜୀବନ ନେଇପାରିବ, କିନ୍ତୁ ସେଥିରେ ସେମାନେ ଜୀବନ ବଞ୍ଚାଉଛନ୍ତି। So gentleness is very necessary in leadership.
ଆଉ ସେଇଥିପାଇଁ ମୃଦୁତା ଆପଣ ଯଦି ଲିଡରସିପ୍ କରୁଛନ୍ତି ଆପଣ ଯଦି ପ୍ରଶିକ୍ଷଣ ଦେଉଛନ୍ତି Those who are ନେତା leaders, କରୁଛନ୍ତି, those who are ତାଙ୍କ leaders, ପାଇଁ choir leader, ଯେଉଁମାନଙ୍କୁ ନେତା କୁହାଯାଉଛି choir leader, choir, କହିଲେ group prayer leader, group prayer ଚାଲିଛି ତ ମହିଳା ମାନେ group prayer ଚାଲିଛି ହଁ group prayer leaders you need gentleness. ଆଉ ଗ୍ରୁପରେ ଯେଉଁ ପ୍ରେୟାର Sunday school teachers, Sunday school ଧୈର୍ଯ୍ୟ teachers you need gentleness. ସଣ୍ଡେ ସ୍କୁଲ ଶିକ୍ଷକମାନଙ୍କ ଠାରେ ମଧ୍ୟ ସେ ମୃଦୁତା ରହିବାର Youth ଅଛି। leaders you need gentleness. ଆଉ ୟୁଥ ମାନଙ୍କର ନିଜ ଆପଣଙ୍କ ପାଖରେ ମଧ୍ୟ ସେଇ ମୃଦୁତା ରହିବାର ଅଛି। Women leader you need gentleness. ମହିଳା ନେତା ନେତ୍ରୀ ମାନେ ଆପଣଙ୍କ ଠାରେ ମଧ୍ୟ Men ସେଇ leaders ମୃଦୁତା you ରହିବାର need ଅଛି। gentleness. ଆଉ ମହିଳା ପୁରୁଷ ମାନଙ୍କର ନେତା ତାଙ୍କ ଠାରେ ମଧ୍ୟ ସେଇ ମୃଦୁତା ରହିବାର ଅଛି। All the captains of all the teams you need their gentleness. ଆଉ ସବୁ ଦଳର ନେତାମାନଙ୍କ ଠାରେ ଆପଣଙ୍କ ଠାରେ Team ର captain ମାନଙ୍କୁ gentleness ଦରକାର। ମୃଦୁ ରହିବାର Okay, ଅଛି। ଖେଳାଳି ମାନେ anything you are taking leadership you need gentleness. ଯେଉଁଠାରେ ବି ଆପଣମାନେ ନେତୃତ୍ୱ ନେଉଛନ୍ତି ସେଥିରେ ଆପଣଙ୍କୁ ମୃଦୁ ହେବାର ଅଛି। When you are parenting you need gentleness. ଯେତେବେଳେ ଆପଣମାନେ ଛୁଆଙ୍କର Parenting. ପଢ଼ଉଛନ୍ତି ଆପଣଙ୍କ ଠାରେ ମଧ୍ୟ ମୃଦୁଶୀଳ ରହିବା ଅଛି। You may be parents taking care of your child you need gentleness. ଆପଣମାନେ ବାପା ମା ଛୁଆ ମାନଙ୍କର ଦାୟିତ୍ୱ ସମ୍ଭାଳୁଛନ୍ତି ଆପଣଙ୍କୁ gentleness ଦରକାର. And you are taking care of one group, some people, you are taking care of some individual, you need gentleness. ଯେତେବେଳେ ଆପଣ ଜଣେ ବ୍ୟକ୍ତି ବିଶେଷ କିମ୍ବା କୌଣସି ଦଳର ନେତୃତ୍ୱ ନେଉଛନ୍ତି ସେତେବେଳେ ଆପଣଙ୍କୁ ମୃଦୁଶୀଳ ହେବାର ଅଛି। When you are teaching other people, you need gentleness. ଯେତେବେଳେ ଅନ୍ୟମାନଙ୍କୁ ଶିକ୍ଷା ଦେଉଛନ୍ତି ଆପଣମାନେ ମୃଦୁଶୀଳ ହେବାର ଅଛି। When you correct someone, you need gentleness. ଯେତେବେଳେ ଆପଣ ଅନ୍ୟମାନଙ୍କର ସେ ଦୋଷ ଗୁଡ଼ିକୁ ସଂଶୋଧନ କରୁଛନ୍ତି ଆପଣଙ୍କୁ ମଧ୍ୟ ମୃଦୁଶୀଳ ହେବାର ଅଛି। The Spirit is working so much that you should have gentleness in your Christian lives. Spirit. ଆତ୍ମିକ ଆତ୍ମାରେ ଏପରି କାର୍ଯ୍ୟ କରୁଛନ୍ତି ଯେ ଆପଣଙ୍କୁ ଆତ୍ମିକ ଜୀବନରେ ଆପଣଙ୍କୁ ମୃଦୁଶୀଳ ହେବାର ଅଛି। So every Christian you should grow in gentleness. ଆଉ ପ୍ରତ୍ୟେକ ଖ୍ରୀଷ୍ଟିଆନଙ୍କୁ ମୃଦୁଶୀଳତାରେ ବଢ଼ିବାର ଅଛି। Okay, what is number 1 in English? ଇଂରାଜୀରେ ପ୍ରଥମ ପଏଣ୍ଟ Love. 2, joy, 3, peace, 4, forbearance, 5, 6, goodness, 7, faithfulness, 8. gentleness, Okay, very good. In Greek रे कहबे 1, agape, 2, 3, irene, 4, macrothumia, macrothumia 5, Aristoteles, Prostatus 6, Agathocles 7, pistis, Pistis 8, Proutes. Now number 9, the last one. No. Self-control. ଆତ୍ମସଂଯମ Self-control, Atma-sanjamata. Self-control. ଆତ୍ମସଂଯମତା Ekrateia in Greek. Ekrateia. E-G-K-R-A-T-E-I-A. Ekrateia. E-G-K-R-A-T-E-I-A. Okay, this is self-control. ଆଉ ଏହା ଆତ୍ମସଂଯମତା। What is self-control? ଆତ୍ମସଂଯମର ଅର୍ଥ କ'ଣ? It is controlling a team, ଗୋଟେ ଦଳର ନିୟନ୍ତ୍ରଣ କରିବା, controlling some people. ଲୋକଙ୍କୁ ନିୟନ୍ତ୍ରଣ କରିବା। Come on, answer me. ଉତ୍ତର ଦିଅନ୍ତୁ। What is that? ଆତ୍ମସଂଯମର ଅର୍ଥ କ'ଣ? Self-control. Control yourself. ନିଜକୁ ନିୟନ୍ତ୍ରଣ ରଖିବା, ନିଜକୁ ସଂଯମରେ ରଖିବା, ଆତ୍ମସଂଯମତା। ନିଜକୁ ସଂଯମ ରଖ। This is the freedom through mastery. ବହୁତ ବିଷୟ ପାଇ ଯାଇଛୁ କିନ୍ତୁ ଫ୍ରିଡମ୍ ଅଛି। ଫ୍ରିଡମ୍ ରେ ନିଜକୁ ସଂଯମ ରଖି ପାରିବା। ବହୁତ ପଇସା ପାଇ ଯାଇଛୁ କିନ୍ତୁ କେମିତି ଅପଚୟ ନ କରିବୁ, କେମିତି ଭଲରେ କଣ୍ଟ୍ରୋଲ କରିବୁ, ଆତ୍ମସଂଯମତା ଦରକାର। ବହୁତ ଜ୍ଞାନ ଅଛି, ଜ୍ଞାନକୁ କେମିତି ଭଲରେ ବ୍ୟବହାର କରିବ, ଆତ୍ମସଂଯମତା ଦରକାର। ସଲୋମନ ଆତ୍ମସଂଯମତା କରିପାରିଲାନି, ତା ପଇସାକୁ ତା ଜ୍ଞାନକୁ ମନ ଇଚ୍ଛା ବ୍ୟବହାର କରିବ। ବୁଝିପାରୁଛନ୍ତି ତ? ଆତ୍ମସଂଯମତା, ନିଜକୁ ସଂଯମ କରିବ, ଆତ୍ମସଂଯମତା। ଖ୍ରୀଷ୍ଟିଆନ ମାନଙ୍କର ଏଟା ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଗୁଣ। You self-control you need to have as Christian. ଆଉ ଜଣେ ଖ୍ରୀଷ୍ଟିଆନ ହିସାବରେ ଆପଣଙ୍କ ପାଖରେ ଆତ୍ମସଂଯମର ଗୁଣ ରହିବା ଉଚିତ। Okay, what is freedom? Freedom means what? ସ୍ୱାଧୀନତାର ଅର୍ଥ ସ୍ୱାଧୀନତାର ଅର୍ଥ କ'ଣ? The world says ଜଗତ କୁହେ whatever you want, whatever you desire, you can do. That is your freedom. ଆଉ ଯାହା କିଛି ତୁମେ ଚାହୁଁଛ, ଯାହା କିଛି କରିବାକୁ ଚାହୁଁଛ, ଯାହା ତୁମେ କର, ତାହା ହିଁ ସ୍ୱାଧୀନତା। But in Bible, it is different. କିନ୍ତୁ ବାଇବେଲରେ ତାହା ଭିନ୍ନ ଅଟେ। Freedom means ଆଉ ସ୍ୱାଧୀନତାର ଅର୍ଥ you can do everything, but you will do only what is good for others.
that is freedom. ଆପଣଙ୍କର ସବୁ କରିବାର କ୍ଷମତା ଅଛି କିନ୍ତୁ ଯାହା ଉତ୍ତମ କେବଳ ତାହା ହିଁ ଆପଣ ତାହା ହିଁ କରିବେ। କରିବେ ସେଇଟା ହଉଛି ସ୍ୱାଧୀନତା। ସ୍ୱାଧୀନ। That is how you will control yourself. ଆଉ ଏହିପରି ଆପଣ ନିଜକୁ ଆତ୍ମସଂଯମ କରୁଛନ୍ତି। You may be tempted to do many things, but you will control yourself. That is the self control. ଆପଣ ଅନେକ ବିଷୟ କରିପାରିବେ କିନ୍ତୁ ସ୍ୱାଧୀନତା ଅଛି କିନ୍ତୁ କେବଳ ଆପଣ ଉତ୍ତମ ବିଷୟ କରିବେ ତାହା ହିଁ ହେଉଛି ଆତ୍ମସଂଯମ। Every believer struggle with flesh and spirit. ଆଉ ସବୁ ବିଶ୍ୱାସୀ ମାନେ ସେମାନେ ତାଙ୍କର ଶରୀର ଏବଂ ଆତ୍ମାକୁ ନେଇକି ସେମାନେ ହଇରାଣ ସଂଘର୍ଷ ହେଇଯାନ୍ତି। କରୁଛନ୍ତି। କୋଉଠି ଲେଖା ଅଛି ଶରୀର ଏବଂ ଆତ୍ମା ପରସ୍ପର ପ୍ରତିକୂଳ। ସେ ଠିକ ଲେଖା ଅଛି ଗାଲାତିୟ chapter 5 ଗାଲାତିୟ 5 ରେ ଲେଖା ଅଛି ଉପରକୁ 17 ପଦରେ spirit and body they will want different things and they contradict each other. The desire of spirit, desire of flesh contradict. ଆଉ ଶରୀର ଏବଂ ଆତ୍ମାର ଅଭିଳାଷ ତାହା ପରସ୍ପରକୁ ବିରୋଧ କରିଥାଏ। But if you have self control, you will know, you will discern and you will decide what is best. କିନ୍ତୁ ଯଦି ଆପଣମାନେ ଆତ୍ମସଂଯତ ଲୋକ ଅଟନ୍ତି ତେବେ ଆପଣମାନେ ଜାଣିପାରିବେ ଏବଂ ବିଚାର କରିପାରିବେ କ'ଣ ବିଷୟ କରିବାର ଅଛି। Every believer experience conflict between flesh and spirit. ସବୁ ବିଶ୍ୱାସୀ ମାନେ ସେମାନେ ଆତ୍ମା ଏବଂ ଶରୀରର ଅଭିଳାଷରେ ସେମାନେ ସଂଘର୍ଷ କରିଥାନ୍ତି। Every believer experience conflict between the desire and obedience. ଅନେକ ତାଙ୍କର ଅଭିଳାଷ ଏବଂ ତାଙ୍କର ଆଜ୍ଞାବହତାକୁ ନେଇ ସଂଘର୍ଷ କରିଥାନ୍ତି। Every believer experience conflict between their appetite and their holiness. ଆଉ ସମସ୍ତ ବିଶ୍ୱାସୀ ମାନେ ତାଙ୍କର କ୍ଷୁଧା ଏବଂ ତାଙ୍କର ଆତ୍ମିକତା ବିଷୟରେ ସଂଘର୍ଷ କରିଥାନ୍ତି। Self control is the spirit empowering believers to choose God's will. ଆଉ ନିଜ Listen carefully. Self control means it is choosing God's will. ଆଉ ଆତ୍ମସଂଯମତାର ଅର୍ଥ ହେଉଛି କେବଳ ଈଶ୍ୱରଙ୍କର ଇଚ୍ଛାକୁ ସଫଳ କରିବା ତାହା ବାଛିବା ତାହା ହିଁ ଆତ୍ମସଂଯମ। 5 options are there. ଆଉ ସେଟା ପାଞ୍ଚଟି ବାଛିବା ପାଇଁ ଥିବ ଅପସନ ଥିବ। One you have to choose. ଗୋଟିଏ ବିଷୟ That is ବାଛିବା self control. ତାହା ହେଉଛି ଆତ୍ମସଂଯମ। ବାହା ହେବାର ଅଛି 5 ପ୍ରକାର ଅଛନ୍ତି। କିଏ? ଗୋଟେ ଧନୀ ଝିଅ ଅଛି, ଗୋଟେ ଜ୍ଞାନୀ ଝିଅ ଏଜୁକେଟେଡ ଝିଅ ଅଛି, ଗୋଟେ ପୁରା ସୁନ୍ଦରୀ ଝିଅ ଅଛି, ଆଉ ଗୋଟେ କଣ ବହୁତ ଆକ୍ଟିଭ ଝିଅ ଅଛି, ଆଉ ଗୋଟେ କଣ ଆଉ ଗୋଟେ କଥା ମାନୁଥିବା ଝିଅ ଅଛି ବା ପ୍ରଭୁ ଭୟ ଝିଅ ଅଛି। You have to choose what is best for you. What is God's will? ଆଉ ପ୍ରଭୁଙ୍କ ଇଚ୍ଛା କ'ଣ ତାହା ଆପଣଙ୍କୁ ବାଛିବାକୁ ପଡ଼ିବ। ହଜବେଣ୍ଡ ବାଛିବାର ଅଛି, ସ୍ୱାମୀ ବାଛିବାର ଅଛି, ଗୋଟେ ଚାକିରିଆ ଅଛି, ଗୋଟେ ଧନୀ ଅଛି, ଗୋଟେ ପାଷ୍ଟର ଅଛି, ଆଉ ଗୋଟେ ପୁରା ଅଳସୁଆଟେ ଅଛି, ଆଉ ଗୋଟେ ପରିଶ୍ରମୀ ବି ଅଛି। ବାଛ ମୁସ୍କିଲ। ପ୍ରଭୁ ଭୟ ବି ଦରକାର, ଧନ ବି ଦରକାର, ଜ୍ଞାନୀ ବି ଦରକାର, ଚାକିରି ବି ଦରକାର, ପ୍ରେମ ବି ଦରକାର, ସବୁ ବି ଦରକାର। ବହୁତ ମୁସ୍କିଲ ହେଇଯାଏ ବାଛିବାରେ। କିନ୍ତୁ ଯାହାର ସେଲ୍ଫ କଣ୍ଟ୍ରୋଲ ଅଛି ସେ ଈଶ୍ୱରଙ୍କର ଇଚ୍ଛାକୁ ନେଇକି ସେଟାକୁ ବାଛେ। ହାଲେଲୁୟା। So self control is very important. This is about our future. ଆଉ ଏହା ଆମର ଭବିଷ୍ୟତକୁ ନିୟନ୍ତ୍ରଣ କରିଥାଏ। About my life. ଆଉ ମୋ ଜୀବନ ବାଳକ ଜୀବନରେ କଣ ଖାଇବ? ପଳେଇଗଲ ତମେ ରେଷ୍ଟୁରାଣ୍ଟ, ମାଛ ଅଛି, ମାଂସ ଅଛି, ଅଣ୍ଡା ଅଛି, ଚିକେନ ଅଛି, ବିରିୟାନୀ ଅଛି, ସବୁ। ଡକ୍ଟର କହିବ ମାଂସ ଖାଇବାକୁ ନାହିଁ। ସ୍ତ୍ରୀ ପଛେ ପଛେ ଲାଗିବ। ହଁ କଣ ଅର୍ଡର ଦଉଛ? ସ୍ତ୍ରୀ ପଛେ ପଛେ ଲାଗିବ। ସେଲ୍ଫ କଣ୍ଟ୍ରୋଲ। ବୁଝିପାରୁଛ ସେଲ୍ଫ କଣ୍ଟ୍ରୋଲ ତ? ଆତ୍ମିକ ଲୋକମାନେ ଏମିତି ହବା ଦରକାର। ଆମକୁ ସେଲ୍ଫ କଣ୍ଟ୍ରୋଲ ହେବା। ସେଲ୍ଫ କଣ୍ଟ୍ରୋଲ will be controlled by the will of God. ଆଉ ଆତ୍ମସଂଯମ ଅର୍ଥ ତାହା ଈଶ୍ୱରଙ୍କ ଇଚ୍ଛା ଅନୁସାରେ ତାହା ନିୟନ୍ତ୍ରିତ ହେବାର ଉଚିତ। And I said the first one and last one very important. Remember? ମୁଁ କହିଥିଲି ଆରମ୍ଭଟା ଆହୁରି ଶେଷଟା ବହୁତ ଗୁରୁତ୍ୱ। ଆରମ୍ଭଟା କଣ? ପ୍ରେମ। ପ୍ରେମରେ ଏ ସବୁ ଝୁଲିକି ରହିଛି। ଶେଷ କଣ? ଆତ୍ମସଂଯମ। ଏ ସବୁକୁ ନେଇକି ବାକି ସବୁ ଚାଲିପାରିବ, କଣ୍ଟିନ୍ୟୁ ଚାଲିପାରିବ। ସେଲ୍ଫ କଣ୍ଟ୍ରୋଲ ନହେଲେ ଅଧାରେ ଭାସି ବୁଡ଼ିଯିବ। ବୁଝିପାରିଲେ ସମସ୍ତେ? ଭେରି ଇମ୍ପୋର୍ଟାଣ୍ଟ ଦିସ୍ ଫାର୍ଷ୍ଟ and last. All are important, but these two are controlling all these others. ସବୁ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହି ଦୁଇଟି ବିଷୟ ସବୁ ଫଳକୁ ନିୟନ୍ତ୍ରଣ କରୁଛନ୍ତି। Listen some sentences. ଆଉ ଆମେ ଦେଖିବା କେତେଟା ବାକ୍ୟକୁ ଦେଖନ୍ତୁ। Your love, your self control, without self control your love becomes your selfish. ଆଉ ଆତ୍ମସଂଯମ ବିନା ଆପଣଙ୍କ ପ୍ରେମ ତାହା ସ୍ୱାର୍ଥପର ହେଇଯିବ। ସ୍ୱାର୍ଥପର ହେଇଯିବ। Without self control your joy becomes your emotionalism. ଆଉ ଆତ୍ମସଂଯମ ବିନା ଆପଣଙ୍କର ଆନନ୍ଦ ତାହା ଗୋଟେ ଭାବପ୍ରବଣତା ହେଇଯିବ। Without self control your peace becomes your passivity.
ଆଉ ଆପଣଙ୍କର ଆତ୍ମସଂଯମ ବିନା ଆପଣଙ୍କର ଶାନ୍ତି ଶାନ୍ତିଟା ଆପଣଙ୍କ ନିଷ୍କ୍ରିୟ ନିଷ୍କ୍ରିୟ ହେଇଯିବ ନିଷ୍କ୍ରିୟ ହେଇଯିବ and without self control your gentleness becomes your weakness ଆଉ ଆପଣଙ୍କର ଭଦ୍ରତା ତାହା ଆପଣଙ୍କ ଦୁର୍ବଳତା ହେଇଯିବ and all the way more of all this self control guards your spiritual maturity ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆପଣଙ୍କର ଆତ୍ମସଂଯମତା ଆପଣଙ୍କର ଆତ୍ମିକ ଜୀବନକୁ ନିୟନ୍ତ୍ରଣ ତାହାକୁ ଗାଇଡ୍ କରିଥାଏ now tell me this nine ଆଉ ଏ ନଅଟି not equal to number 1 in English love 2 Joseph 3 Peace. 4 Forbearance. Patience 5 good 6 7 8 9 self control very good everything mone rahegala ho ki nahi now in Greek रे कहते number 1 agape 2 chara 3 irene 4 macrothumia 5 Christos 6 agathosune 7 pistis 8 protes 9 ectatheia hallelujah now these 9 are divided into 3 groups ଆଉ ଏଇ ନଅଟି ଫଳ ତିନିଟି नौटी 303 भागरे विभक्त हो जाय परिबो व्हाट आर दे रिलेशन नंबर 1 इज रिलेशनशिप विथ गॉड ପ୍ରଥମ ଭାଗ ହେଉଛି ପ୍ରଭୁଙ୍କ ସହିତ ସମ୍ପର୍କ नंबर 2 इज योर रिलेशनशिप अदर्स ଦ୍ୱିତୀୟ ଭାଗ ଅନ୍ୟମାନଙ୍କ ସହିତ ଆପଣଙ୍କ ସମ୍ପର୍କ नंबर 3 इज रिलेशनशिप आवरसेल्फ ଆଉ ତୃତୀୟ ଭାଗ ହେଉଛି ନିଜ ସହିତ ଆପଣଙ୍କ ସମ୍ପର୍କ मन रखो एबे मु पछारी के आपण माने कहिबे मते कोटा को भागरे जीवो these 9 are divided into 3 groups ଆଉ ଏହି ନଅଟି ତିନୋଟି ଭାଗରେ ବିଭକ୍ତ ହେଇଛି one is relationship with god 2 is relationship with others 3 is relationship with ourselves ପ୍ରଥମଟି ପ୍ରଭୁଙ୍କ ସମ୍ପର୍କରେ ଦ୍ୱିତୀୟରେ ଅନ୍ୟମାନଙ୍କ ସମ୍ପର୍କରେ ଆଉ ତୃତୀୟଟି ନିଜ ସମ୍ପର୍କରେ tell me love which side to go ପ୍ରେମ କେଉଁ ଭାଗରେ ଯିବ କେଉଁ ଦଳରେ ଯିବ relationship with god ଈଶ୍ୱରଙ୍କ ସହିତ ସମ୍ପର୍କରେ ଯିବ number 2 joy ଆନନ୍ଦ relationship with god ଈଶ୍ୱରଙ୍କ ସମ୍ପର୍କ peace ଶାନ୍ତି relationship with god ଈଶ୍ୱରଙ୍କ ସହିତ patience ଧୈର୍ଯ୍ୟ relationship with others ଅନ୍ୟ patience kindness with others ଅନ୍ୟମାନଙ୍କ ସହିତ goodness ଭଦ୍ରତା with others ଅନ୍ୟମାନଙ୍କ ସହିତ faithfulness ବିଶ୍ୱସ୍ତତା faithful ଅନ୍ୟ myself प्रभु का के बेस्ट faithful लोग विश्वास लोग मु faithfulness gentleness ମୃଦୁତା me myself self control myself ନିଜେ hallelujah you understood this nine ନଅଟି ବିଷୟ ବୁଝିଲେ and very interesting thing I will say this nine you can see in Jesus ଆଉ ଏହି ନଅଟି ବିଷୟ ଯୀଶୁଙ୍କ ଠାରେ जीसु के द्वारा आपण पाई पारिबे सबु लव जॉय पीस लॉन्ग सफरिंग पीस एवरीथिंग जीसु को पाखरे पाइबे केते बेले पाइबे म आपण कहि देबी गुटे गुटे धारा धारा नॉट सेंटेंस सारी देबी आपण देखिबा लोक लेखंतु आ ध्यान दे सुनतु how you can see all these things in Jesus where ଆଉ ଏହି ନଅଟି ବିଷୟ ଆମେ କେତେବେଳେ ଯୀଶୁଙ୍କ ଠାରେ ଦେଖିପାରିବା most of the time you see the cross of Jesus ଆଉ ସବୁ ଅଧିକାଂଶ ସମୟରେ ଆମେ ସେ କ୍ରୁଶରେ ଯେ ଯୀଶୁ ଥିଲେ ସେହି ସମୟରେ ଆମେ ଦେଖିପାରିବା in Jesus you will find these right things जीसु के द्वारा नॉट पाइबे love you will find in his sacrifice ଆଉ ତାଙ୍କର ବଳିଦାନରେ ଆପଣ ଏହି ପ୍ରେମକୁ ପାଇବେ joy you will find in accomplishing redemption work ଆଉ ସେ ଉଦ୍ଧାର କାର୍ଯ୍ୟ କରିବା ଦ୍ୱାରା ଆମେ ତାଙ୍କର ଆନନ୍ଦକୁ ଦେଖିପାରିବା peace you will find through reconciliation ଆଉ ଯେତେବେଳେ ସେମାନେ ମନୁଷ୍ୟକୁ ଈଶ୍ୱରଙ୍କ ସହିତ ମିଳିତ କରୁଛନ୍ତି ସେହି ସ୍ଥାନରେ ଆମେ ଶାନ୍ତିକୁ ତାଙ୍କୁ ଦେଖିପାରିବା ସମ୍ମିଳିତ ସେବା କାର୍ଯ୍ୟ ସମୟରେ ସେ ଶାନ୍ତିକୁ ଦେଖି ପାରିବେ patience you will find during in front of his persecutors ଆଉ ତାଙ୍କର ସମ୍ମୁଖରେ ତାଙ୍କ ଦୀର୍ଘ ସହିଷ୍ଣୁତାକୁ ଆମେ ଦେଖିପାରିବା kindness towards the sinners ଆଉ ପାପୀମାନଙ୍କ ସମ୍ମୁଖରେ ତାଙ୍କ ପରୋପକାରିତାକୁ ଆମେ ଦେଖିପାରିବା goodness in perfect holiness ଆଉ ଭଦ୍ରତା ତାଙ୍କର ସମ୍ପୂର୍ଣ୍ଣ ପବିତ୍ରତାରେ ଆମେ ଦେଖିପାରିବା faithfulness in the remaining in Father's will ଆଉ ବିଶ୍ୱସ୍ତତା ତାଙ୍କ ଯେତେବେଳେ ପ୍ରଭୁଙ୍କର ଇଚ୍ଛାରେ ସେ ନିଜକୁ ମୋର ଇଚ୍ଛା ନ ହେଉ କେବଳ ତୁମର ଇଚ୍ଛା ରଖୁଛନ୍ତି ସେଥିରେ ଦେଖିପାରିବା gentleness toward the broken people ଆଉ ମୃଦୁତାକୁ ସେ ଭଗ୍ନ ଲୋକମାନଙ୍କ ଠାରେ ଆମେ ତାଙ୍କୁ ଦେଖିପାରିବା self control you will see during all his sufferings ଆତ୍ମସଂଯମକୁ ତାଙ୍କ ସବୁ ଦୁଃଖ ସହିବା ସମୟରେ ଆମେ ତାଙ୍କ ଠାରେ ଦେଖିପାରିବା once again I am repeating because many are not written ଆଉ ଆଉ ଲୋକ ଦେଖି ପାରି ନା ଯେ ଆଉ ରିପିଟ୍ କରୁଛି love you for the fruit of the spirit
ଆମେ ଆତ୍ମିକ ଫଳ ବିଷୟ ଦେଖିଲେ God gave His Spirit to everyone, and you should bear a fruit of the Spirit. ଆଉ ପ୍ରଭୁ ସମସ୍ତଙ୍କୁ ସେ ଫଳ ଦେଇଛନ୍ତି, ଆମକୁ ସେ ଫଳ ଫଳିବାର ଅଛି। And this fruit of the Spirit is not for religious activities, but it is to restoring the image of God in our lives. ଆଉ ଏହା କେବଳ ସେ ଧାର୍ମିକ କାରୁକାର୍ଯ୍ୟ ସକାଶେ ନୁହେଁ, କିନ୍ତୁ ଈଶ୍ୱରଙ୍କ ଚରିତ୍ରରେ ବୃଦ୍ଧି ପାଇବା ପାଇଁ ଆମକୁ ସେ ଫଳ ଦରକାର। His goal is, the goal of the Holy Spirit is to conform all the fruit to the image of Jesus Christ. ଆଉ ପବିତ୍ର ଆତ୍ମାଙ୍କର ଦାୟିତ୍ୱ, ତାଙ୍କର କାର୍ଯ୍ୟ ଏହା ଯେ ତାଙ୍କର ଫଳ ଦ୍ୱାରା ସେ ଈଶ୍ୱରଙ୍କ ଚରିତ୍ରରେ ଗୁଣ ଚରିତ୍ରରେ ଆମକୁ ବୃଦ୍ଧି କରିବା। That's why spiritual growth means it is not self-improvement, but participation in the transforming work of God. ଆଉ ଆତ୍ମିକ ଅଭିବୃଦ୍ଧିର ଅର୍ଥ ଏହା ନୁହେଁ ଯେ ଆମେ କେବଳ Self-improvement. ଆମ ଆତ୍ମିକ ବୃଦ୍ଧିକୁ ଦେଖିବା, ନିଜେ ବୁଝିବେ। କିନ୍ତୁ ପରିପକ୍ୱତା ଅର୍ଥ, ଆତ୍ମିକରେ ପରିପକ୍ୱତା ଅର୍ଥ ଏଇଟା ନୁହଁ ଯେ ମୁଁ କେମିତି ବୃଦ୍ଧି ପାଉଛି, ଏଇଟା ନୁହଁ, କିନ୍ତୁ ଈଶ୍ୱରଙ୍କର ପ୍ରତିମୂର୍ତ୍ତି ମୋ ଠାରେ କେମିତି ବୁଝି ପାଉଛି, ସେଇଟା ହିଁ ମୋର ପରିପକ୍ୱତାକୁ ବୁଝାଏ। ବୁଝିପାରିଲେ? ଆପଣ କେତେଜଣ ପ୍ରଭୁରେ ପରିପକ୍ୱ ହଉଛନ୍ତି, କେତେଜଣ ମ୍ୟାଚୁଅର ଖ୍ରୀଷ୍ଟିଆନ, ମ୍ୟାଚୁଅର ଆଡକୁ କେତିକି ଯାଉଛନ୍ତି, ବୁଝିପାରିଲେ? ତାର ଅର୍ଥ ମୁଁ ବଢିଆ ଗୀତ ଗାଉଛି, ବର୍ଷିପ କରୁଛି, ବଢିଆ ପ୍ରଚାର କରୁଛି, ବଢିଆ ବାଇବେଲ ଷ୍ଟଡି କରୁଛି, ଏତିକି ଘଣ୍ଟା ପ୍ରାର୍ଥନାରେ ରହୁଛି, ସେଥିଯୋଗୁଁ ମୁଁ ପରିପକ୍ୱ ନାହିଁ, ଏଇଟା ଭୁଲ ଆନସାର। ପରିପକ୍ୱର ଅର୍ଥ ଈଶ୍ୱରଙ୍କର ପ୍ରତିମୂର୍ତ୍ତି ମୋ ଠାରେ କେତେ ବୃଦ୍ଧି ପାଉଛି, ଏଇ ଯୋଉ ଗୁଣ ସବୁ ପ୍ରଭୁଙ୍କର ଗୁଣ ସବୁ କେମିତି ବୃଦ୍ଧି ପାଉଛି, ଆତ୍ମାଙ୍କର ଫଳ, ସେଥିରେ ମୁଁ କେତେ ପରିପକ୍ୱ। ବୁଝିପାରିଲେ ସମସ୍ତେ? ସମସ୍ତେ ନିଜ